କେତେ ଲୁଚାଇବ? ଲୁଚାଇ ଦେଖଲା ଯେବେ ନାଥନ ଭାବବାଦୀ ଭାଲି ଆଇଲେ আর লুচাইব কিসটা? নিয়া কাকে সে লোক পাপ করিব। বাস এটা পাপ করি স্বর্গে যাই হব না। ମୋର ପ୍ରିୟ ଭାଇ ଭଉଣୀ ମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ପ୍ରଭୁ ସୁଯୋଗ ଦେଇଛନ୍ତି। ଜଗତ ସବୁଦିନ ଆମର ରହିବା ଜାଗା ନାଇଁ। ଏଭ୍ରି 10 ପର୍ବ ତାର 37 ପଦ, ଏଭ୍ରି 10 ପର୍ବ 37 ପଦ। କାରଣ ଆଉ ଅତ୍ୟଳ୍ପ ସମୟ ମାତ୍ର ଯାହାଙ୍କ ଆଗମନ କରିବାର ଅଛି, ଯାହାଙ୍କର ଆଗମନ କରିବାର ଅଛି ସେ ଆଗମନ କରିବେ। ସେ ଆଗମନ କରିବେ। ଯାହାଙ୍କର ଆଗମନ କରିବାର ଅଛି ସେ ଆଗମନ କରିବେ, ବିଳମ୍ବ କରିବେ ନାହିଁ। ଆରେ ବିଳମ୍ବ କରିବେ। ଯୀଶୁ ମହାପ୍ରଭୁ ଆଇବାଟା ଡେରି ନାହିଁ। କେଟି ଦେବା ବି ମୋର ଯୀଶୁ ରାଜା କେତେବେଳେ ମତେ ଶାସନ ଯିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଉ ବିଳମ୍ବ ନାହିଁ। ଆଉ ଅଳ୍ପ ସମୟ ଆମେ କଣ କରିବା? ଟିକେ ଆହୁରି ପବିତ୍ର ହେବା, ଆହୁରି ଧାର୍ମିକ ହେବା, ଆହୁରି ସିଦ୍ଧ ହେବା। ପାପ 2-3 ଦିନ ସପ୍ତାହ ଦେବ ପରେ ଦୁଃଖାକା ଦେବ। ପାପର ସୁখ ବେଶୀ ଦିନ ନାହିଁ, ପାପର ସୁখ ବେଶୀ ଦିନ ନାହିଁ, ଦୁଃଖାକା ବେଶୀ ଦିନ ଅଛି। ଏବେ କଣ କରିବା? ଆମେ ବସିଲା ବେଲେ ସବୁ ଲୋକ ମୁଁ କହିବା ପାଇଁ ଚାହେଁ, ସବୁ ଲୋକ ଯେତେ ଲୋକ ବସି ବାକ୍ୟ ଶୁଣୁଛନ୍ତି ସମସ୍ତେ ମୋର ପ୍ରିୟ ମାନେ ଆହୁରି ଅଳ୍ପ ସମୟ, ଏ ଅଳ୍ପ ସମୟ ଆମେ ଭଲ କରି ରହିବା। ଏ ଅଳ୍ପ ସମୟ ପ୍ରଭୁରେ ଆମେ ଠିକରେ ରହିବା। ଆମେ ସବୁବେଳେ ପାଇଁ ସ୍ୱର୍ଗକୁ ଯିବା। ଆଜି ମିଟିଂ ସରିଯିବ। ଆଜି ତ ମିଟିଂ ହେବା କଥା ନାହିଁ। ଯଦି ବର୍ଷା ହେଲା ପ୍ରଭୁ କହିଲେ ନାଇଁ ଅଲପ କାତା ହେଇକରି ପାଠାଇବି ବୋଲିକରି ପ୍ରଭୁ ଗୋଟେ ସୁଯୋଗ ଦେଲେ ଏଟାକୁ ଧ୍ୟାନ ଦେଇ ଶୁଣବାର, ଧ୍ୟାନ ଦେଇ ଶୁଣବାର। ମୋର ପ୍ରିୟ ଭାଇ ଭଉଣୀ ଏବେ ମିଶା କୁଆଡେ କୁଆଡେ ବର୍ଷା ହେଉଥିବ। ଇତି ଅଲପ ପାଗ ଉଡାଇଲା আছে। କେତେ ସମୟ ଉଡାଇବ ଆମେ ଜାଣିନୁ। ଯେତିକି ସମୟ ଉଡାଉ ପ୍ରଭୁ ଆମକୁ ବାକ୍ୟ ଶୁଣିବା ପାଇଁ ଦେଇଛନ୍ତି। ତାଙ୍କ ନାମର ଗୌରବ ହଉ। ଆସନ୍ତୁ ଉଚ୍ଚ କରତାଳି ଆମେ ତାକୁ ଦେବା। ଉଚ୍ଚ କରତାଳି ସେ ପ୍ରଭୁଙ୍କ ପାଇଁ, ସେ ପ୍ରଭୁଙ୍କ ପାଇଁ ଆହୁରି ଉଚ୍ଚ କରତାଳି, ଆହୁରି ଉଚ୍ଚ କରତାଳି, ଆହୁରି 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 ସେଇ ପ୍ରଭୁଙ୍କ ପାଇଁ ଯାମାନଙ୍କୁ ଭଲ ପାଗ ଦେଇଛନ୍ତି ଆଜି ବସି ବାକ୍ୟ ଶୁଣିବା ପାଇଁ। ତାଙ୍କ ନାମର ଜୟ ହଉ। ମୋର ପ୍ରିୟ ଭାଇ ଭଉଣୀ ଠିକ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଆଉ ଅତ୍ୟଳ୍ପ ସମୟ ମାତ୍ର, ଟିକେ ସମୟ। ସେଟା ପାଇଁ ବାଇବେଲ କଣ ବୋଲି କହୁଛି? ପ୍ରକାଶିତ ବାକ୍ୟ 22 ପର୍ବ 11 ପଦ। ପ୍ରକାଶିତ ବାକ୍ୟ ଯେ ଅଧର୍ମାଚାରୀ, ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଆହୁରି ଅଧର୍ମାଚରଣ କରୁ। ଯେ ଅସୁଚି ମାନେ ଯେ ପାପ କରୁଛି କରୁ। ଅଲପ ପାପ କଲେ ନରକେ ଯାଇ ହବ, ବେଶୀ କଲେ ମିଶା ଯାଇ ହବ। কোনরা কোমাই যুগ থেকে গিজুড়লে মিশা নরকে যাই হব, পাপ করলে মিশা যাই হব। যে অধর্মাচারী সে আহুরি অধর্মাচরণ করু। যে অশুচি, যে অশুচি সে আহুরি অশুচি হেউ। অশুচি হউ কাইকে অশুচি হউ? অশুচি লোক তো স্বর্গে যাবে নাই। 21 পর্ব 27 পদটি পড়ি দিও। প্রকাশ তো 21:27। অশুচি লোক স্বর্গে যাই পারব নাই। কৌনসি অশুচি বিষয়, কৌনসি অশুচি বিষয় কিওবা ঘৃণ্য কর্মকারী ও মিথ্যাচারী কেহি সেথিরে কদাপি প্রবেশ করিব নাহি। দেখন্তু অশুচি বিষয় যাই পারব নাই। অশুচি বিষয় কোনটা আপন জানিଛନ୍ତି? কোকটা অশুচি? এ অশুচি বিষয় যদি মোর ভিতরে থিব, মোর জীবনে থিব, মুই কেমতি প্রভুଙ୍କ রাজ্যরে ଯିବି? মা মানে আটা দুকা, পেটে দুকা, মন দুকা, কিডনি প্রবলেম, ডায়াবেটিস পাই চিন্তা করো নাই। এটা হেব, এটা তমকে হেসি, মকে হেসি, মন্ত্রীকে মিশা হেসি, সবকে হেসি। এটা রোগ, এটা রোগর শরীর, এটা এটা রোগর শরীর। আর পরে যে শরীর প্রভু দেবে সিটিয়ারি রোগ নথিব, সিটিয়ারে নথিব। আপনার স্বর্গরে গলে পাচারবে নাই এ নানি তোকে ডায়াবেটিস থিলা আছে কি নাইলো? ସେ ଡାଇବେଟିସ୍ ନଥିବାରି ହଇଲ, ତତେ କିଡନୀ ପ୍ରୋବ୍ଲେମ ଥିଲା ପରା, ତତେ ସିକଲ ସେଲ ଥିଲା ପରା, তোকে সে রোগ ଥିଲା আছে কি নাই? নাইলো। সে রোগ পৃথিবীর একা থিব, স্বর্গারে রোগ নথিব। হালেলুয়া। এমতি জায়গারে প্রভু আমକୁ ନେବା ପାଇଁ ଆସୁଛନ୍ତି। ସେ ଗୀତ ଆମେ ଗାଉଛୁ କି ନାଇଁ? କାନ୍ଦା ବୁବା ଟିକେ ଗାଇ ଦେଖବା କି ସେ ଗୀତ? কান্দা বুবা দুঃখা সুখা স্বর্গে আর নাই, ভোগ নাই, শোষ নাই, মরণ মিশা নাই।
ଭୋକ ନାହିଁ ଶୋଷ ନାହିଁ ମରଣ ମିଶା ନାହିଁ ଓ କାନ୍ଦା ବୋବା ଦୁଃଖ ସୁଖ ସ୍ୱର୍ଗେ ଆହୁରି ନାହିଁ ଓ କାନ୍ଦା ବୋବା ଦୁଃଖ ସୁଖ ସ୍ୱର୍ଗେ ଆହୁରି ନାହିଁ ଭୋକ ନାହିଁ ଶୋଷ ନାହିଁ ମରଣ ମିଶା ନାହିଁ ଓ ଭୋକ ନାହିଁ ଶୋଷ ନାହିଁ ମରଣ ମିଶା ନାହିଁ ସବୁବେଳେ ସୁଖ ନାହିଁ ଆରେ ଦୁଃଖ ରହିବୁ ଯୀଶୁ ସାଙ୍ଗେ ସବୁବେଳେ ସୁଖ ନାହିଁ ଆରେ ଦୁଃଖ ରହିବୁ ଯୀଶୁ ସାଙ୍ଗେ ମହାପ୍ରଭୁ ଯୀଶୁ দেখাই দেলা স্বর্গর বাট স্বর্গর বাট মহাপ্রভু যিশু দেখাই দেলা মহাপ্রভু যিশু দেখাই দেলা স্বর্গর বাট স্বর্গর বাট মহাপ্রভু যিশু দেখাই দেলা ମୋର ପ୍ରିୟ ଭାଇ ଭଉଣୀ ମାନେ ମହାପ୍ରଭୁ ଯୀଶୁ ଦେଖାଇ ଦେଲା ସ୍ୱର୍ଗର ବାଟ ସେ ବାଟେ ବାଟେ ହିନ୍ଦୀରେ ଗଲେ ସ୍ୱର୍ଗ ଏକା ଖେଟି ହେବ ଭିନ୍ନ ବାଟେ ଯାଇ ସ୍ୱର୍ଗ ଯାଇ ହବ ନାଇଁ ସେଟା ଲେଖା ଯାଉଛି ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ ଯେ ଅସୁଛି ସେ ଆହୁରି ଅସୁଛି ତାପରେ କଣ ଲେଖା ହେଇଛି 22:11 ଯେ ଅଧର୍ମାଚାରୀ ପଢମା যে অসুচি সে আহুরি অসুচি হেউ ଅସୁଛି ସେ ଆହୁରି ଅସୁଛି ହଉ পুଣି যে ধার্মিক ପୁଣି ଯେ ଧାର୍ମିକ সে আহুরি ধর্মাচরণ করু ଧର୍ମାଚରଣ କରୁ যে পবিত্র ଯେ ପବିତ୍ର সে আহুরি পবিত্র হেউ ଆହୁରି ପବିତ୍ର ହଉ କଣ ହେବାର ଅଛି ଆହୁରି ପବିତ୍ର ଆହୁରି ଧାର୍ମିକ ଆହୁରି ଆହୁରି ହେବାର ଅଛି ଆଜି ପାପ ଛାଡିଦେଲୁ ଆମେ ପ୍ରାର୍ଥନା କରି ଛାଡିଛୁ ଆଜି କରବାର ନାହିଁ କୁକୁର ମାନେ ସ୍ୱର୍ଗେ ଯିବେ ନାହିଁ ଏବେ କୁକୁର ପାରା ଜୀବନ କାଟବାର ନାହିଁ ଛାଡିଦେଲୁ କରିଥିଲୁ ପାପ କେ କରି ନାହିଁ ସବୁ ଲୋକ ପାପ କରିଛୁ ମାତ୍ର ଆଜି ଚେତନା ପାଇଲୁ ଛାଡିଦେବାର ପାପ ସାଙ୍ଗେ ସ୍ୱର୍ଗେ ଯାଇ ହବ ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜିଠୁ ଭଲ ଜୀବନ କାଟବା କଣ ଥାଉ ଆମକେ ଭୋକ ଡରାଇସି କି ଆମେ ତ ମାଣ୍ଡିଆ ପେଜ ପିଇ ପାରବୁ ଭଦଇ ଖାଇ ପାରବୁ କଲତ ଖାଇ ପାରବୁ କାନ୍ଦୁଲି ମିଶା ଖାଇବୁ ମୂଲା ମିଶା କୋବି ଡାଲି ମିଶା ହଟାଇ କରି ଆମକୁ ଭୋକ ଡରାଇବ କି ନାହିଁ ଆମକୁ କିଛି ଟେନସନ ନାହିଁ ସୁନା ବାନା ଥିଲେ କେତେ ନଥିଲେ କେତେ ହାଟେ ଯାଇ ଘିନି ଆଣିବୁ ଓଲା ହେଇଥିବ ବାଟେ ଘାଟ ଅଧରି ଗଲେ ତେରେ ଯାଉ ବୋଲା କଣ ଟେନସନ ପିନ୍ଧିବାକୁ ନାହିଁ ନା ରହିବାକୁ ନାହିଁ ପ୍ରିୟ ଭାଇ ଭଉଣୀ ମାନେ ଜୁତା ମିଶା ଶସ୍ତା ହେଇଗଲା 2ଟା ଛିଡିଲେ 4ଟା ଘେନୁ ହାଟେ ମିଳିଲାନି 50-100 ଟଙ୍କା କିଛି ଟେନସନ ହେବାର ଆବଶ୍ୟକ କିଛି ନାହିଁ ଅଳ୍ପ ଦିନ ଅଛି ମୋର ପ୍ରିୟ ମାନେ ବେଶୀ ଦିନାରି ନାହିଁ ମହାପ୍ରଭୁ ଖେଟି ଦେବା ଆମେ ରେଡି ଥିବାର ଅଛି ପ୍ରଥମ ପିତର 4 ପର୍ବ 7 ପଦ ଲେଖା ଅଛି ପ୍ରଥମ ପିତର 4 ପର୍ବ 7 ପଦ ହଁ ପ୍ରଥମ ପିତର 4 ପର୍ବ ମାତ୍ର সমস্ত বিষয়ের অন্তিম কাল সন্নিকট ମାତ୍ର ସମସ୍ତ ବିଷୟର ଅନ୍ତିମ କାଳ সন্নিকট ସନ୍ନିକଟ ସବୁ ସର୍ବାକୁ ଯାଉଛି ଏ ପୃଥିବୀରେ ଦେଖୁଛୁ କି ନାହିଁ ସବୁ ଉତ୍ପାଦ ଦିନେ ସର୍ବ ସବୁଦିନ ସର୍ବ ରହିବ ନାହିଁ ଏ ଫୁଟାଣି ରହିବ ନାହିଁ ଏ ଟେମ୍ପର ରହିବ ନାହିଁ ଏ ଘର ରହିବ ନାହିଁ ଏ ଦୁନିଆ ମିଶା ରହିବ ନାହିଁ ସମସ୍ତ ବିଷୟର ଅନ୍ତିମ କାଳ ସନ୍ନିକଟ অতএব সুবুদ্ধি হুଅ ହେବାର ଅଛି ଏବେ ଦୁର୍ବୁଦ୍ଧି ପରା ହେବାର ନାହିଁ ସୁବୁଦ୍ଧି ହେବାର ଅଛି ଟିକେ ବୁଦ୍ଧି ଥିଲା ପରା ହେବାର ଅଛି ହେତୁ ସୁରତ ଥିଲା ପରା ହେବାର ଅଛି ସତ କି ନାହିଁ ସୁବୁଦ୍ଧି ହୁଅ ମାନେ କଣ ହେତୁ ସୁରତ ଥିଲା ପରା ହୁଅ ଆଗେ ମନକୁ ମଜା ଜୀବନ କାଟୁଥିଲୁ ସତ କି ନାହିଁ ଅଣ୍ଡରା ପାପ କଲେ ଆମେ ପାପ କରୁଥିଲୁ ତ ତୁ ଏକା ପାପ କରିବିସ୍ ମୁଁ କରିବି ନାହିଁ ଇଏ ବି କରୁଥିଲା ସତ ନା ନାହିଁ ସ୍ୱାମୀ ବ୍ୟଭିଚାର କଲେ ସ୍ତ୍ରୀ ବି କରୁଥିଲା ପିଲା କରୁଥିଲା ଟୋକି କରୁଥିଲା ଯାହାକେ ଇଚ୍ଛା ପାପ କରୁଥିଲୁ ଏବେ ସେଟା ଆଜି ନାହିଁ ଯେ ପାପ କରିବ ସେ ଭୋଗବ ବୁଝାଇ ଦେଖ ବୁଝଲା ତ ବୁଝଲା ନହେଲେ 7 ପାଜିରେ ଯିବ ସେ ହାରି ବୁଝାଇ ଦେଖ ବୁଝଲା ତ ବୁଝଲା ବେ ନ ବୁଝଲେ ଯିବ ସେ ହାରି ମୋର ପ୍ରିୟ ମାନେ ଆହୁରି ବେଶୀ ସମୟ ନାହିଁ ପ୍ରାର୍ଥନା କରିବା ଭଲ ହେଇଥିବା ତମେ କୁଲି କରିବାକୁ ଯାଅ ଚାକରି କରିବାକୁ ଯାଅ ବେପାର କରିବାକୁ ଯାଅ ହାଟେ ଯାଅ କଲେଜକୁ ଯାଅ ହଷ୍ଟେଲକୁ ଯାଅ ଯୋଉଠି ଗଲେ ବି ପ୍ରଭୁରେ ଥାଅ ଆପଣ ଯୋଉଠି ବି ଯିବେ ପ୍ରଭୁରେ ଥିବାର ଅଛି କାହିଁକି କେତେବେଳେ ସେ ଆସିବେ ଆମକୁ ଜଣା ନାହିଁ ଜାନା କି ଆମକେ ଜାନା ନାହିଁ 2ଟା ବିଷୟ ଆମକେ ଜାନା ନାହିଁ ଆମେ କେବେ ମରବୁ ଜାନା ନାହିଁ ଯୀଶୁ ମହାପ୍ରଭୁ କେବେ ଆସିବେ ଜାନା ନାହିଁ ସତ କି ନାହିଁ 2ଟା ଜାନା ନାହିଁ ଆମେ କେବେ ଯିବୁ ଜାନା ନାହିଁ ଯୀଶୁ ମହାପ୍ରଭୁ କେବେ ଆସିବେ ହେଲେ ଆମେ ଯିବୁ କି ନାହିଁ ଯିବୁ ଜାଣିଲେ ମିଶା ଯିବୁ ନ ଜାଣିଲେ ମିଶା ଯିବୁ ଆକା ଆଉ ଯୀଶୁ ମହାପ୍ରଭୁ ଆଇବେ କି ନାହିଁ ଟିକେ ସୁଯୋଗ ଦେଇଛନ୍ତି ସବୁକୁ ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି ମନ ଫେରାଇବା ପାଇଁ କାହିଁକି ମହାପ୍ରଭୁ ଚାହୁଁନାହାନ୍ତି କେ ବିନଷ୍ଟ ହଉ ବୋଲି ଯୀଶୁ ମହାପ୍ରଭୁ ଇଚ୍ଛା ନାହିଁ
କାରଣ ସ୍ୱର୍ଗ ବନାଇବା ମହାପ୍ରଭୁ ସେ ଏକା, ନର୍କ ବନାଇବା ମହାପ୍ରଭୁ ସେ ଏକା। ନର୍କର କଷ୍ଟ କେତେ ସେ ଜାନା, ସେତିକି କଷ୍ଟ ସେ ବନେଇଛନ୍ତି। ସେଥିପାଇଁ ସୁଯୋଗ ଦଉଛନ୍ତି ଜୀବନ ସୁଧାରବା ପାଇଁ, ପାପରୁ ଫେରବା ପାଇଁ, ମନ୍ଦତାରୁ ଫେରବା ପାଇଁ। ଯଦି ପଢିବେ ଦ୍ୱିତୀୟ ପିତର 3 ପର୍ବ 9 ପଦ ଆପଣ ଜାଣିପାରିବେ, ସବୁକୁ ସୁଯୋଗ ଦଉଛନ୍ତି। ହଁ, ବିଳମ୍ବ ବୋଲି ସମସ୍ତେ ଖୋଲ, ଦ୍ୱିତୀୟ ପିତର 3 ପର୍ବ 9 ପଦ। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି। କେତେ ଲୋକ ଭାବଲାଇନି ଏବେ ଆଇବେ ନାଇଁ ତା ପ୍ରଭୁ, ଆଇବେ କି ନାଇଁ କି କେ ଜାନେ, ପଚି ଆଇବେ କାହିଁକି ବୋଲା ପରା ହାତକେ ନାଇଁ। ଆମେ ଯେମିତି ପାପ କରୁଛୁ, ଆମେ କାହିଁକି ପାପ କରୁଛୁ? ପ୍ରଭୁ ଏବେ ଆଇବେ ନାଇଁ ତା। ଯଦି ପ୍ରଭୁ ଆଇବେ ବୋଲି ଜାଣିଥାନ୍ତୁ, ପୁଡ଼ିଆ ଖେପି ବସିଥାନ୍ତୁ, ମଦ ଖାଇଥାନ୍ତୁ, ବେବିଚାର କରତୁ କି ଟିଭି ଦେଖି ବସତୁ। ଆମେ ଭାବୁଛୁ ଆଇବେ ନାଇଁ ତା, ଖାଲି ଗୀତ କା ଗାଉଛି ଆଇବା ଆଇବେ ଆଇବା ଆଇବେ। ତମେ ଆଇବା ଆଇବେ ବୋଲେ ଆଇବା, ସେ ଯେବେ ଆଇବା କଥା ସେ ଆଇବା। ମାତ୍ର ଆପଣ କଣ କରବାର ଅଛି? ରେଡି ଥିବାର ଅଛି, ରେଡି ଥିବାର ଅଛି। ଯଦି ବାସ ତମକେ ଜାଗବ ନାହିଁ, ତମେ ବାସକୁ ଜାଗିଥିବ। ଟ୍ରେନ ତମକେ ଜାଗବ ନାହିଁ, ତମେ ଟ୍ରେନ କେ ଜାଗିଥିବ। ସତ କି ନାହିଁ? ସେମିତି ଜାଗିଥିବାର ଅଛି। କେତେବେଳେ ଖେଟି ଦେବାଏ, ଗୀତ ଜାଣିଛନ୍ତି ପରା, ଖେଟି ଦେବାଏ ବେ ମୋର ଯୀଶୁ ରାଜା, ଆଲେ ତୋର ମନ କେ ସଜା। ଏଟା ଆରେ ଗୋଟେ ଭିନ୍ନ ପ୍ରକାର ଭାଷା ଗାଇ ହବ। ଖେଟି ଦେବାଏ ବେ ମୋର ଯୀଶୁ ରାଜା, আলে তোর পিটি কে সজা। কিটা সজা? মনকে তো সজাওনু, এবে কিটা সজা? তোর পিটিকে সজা। মন যদি সজাই নথিব বলে কিটা সজাই দিবার? পিটিকে সজাই দিবার। প্রভু ইসরায়েল মানকু কথা কହୁଛନ୍ତି, পড়বা দরকার নাই। ଆମୋସ 4 ପର୍ବ 12 ପଦରେ, ହେ ଇସ୍ରାଏଲ ଆମକୁ ସାକ୍ଷାତ କରିବା ପାଇଁ ପ୍ରସ୍ତୁତ ଥାଅ। କଣ? ଆମକୁ ସାକ୍ଷାତ କରିବା ପାଇଁ ରେଡି ଥାଅ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମ ସମସ୍ତଙ୍କୁ ଦିନେ ନା ଦିନେ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ପଡିବ। ଆରେ ଯୀଶୁ ମହାପ୍ରଭୁକେ ନ ଭେଟି କରି ନା ନରକେ ନାହିଁ ସ୍ୱର୍গে ନାହିଁ, ବିଚାର ତ ସେ କରିବେ କି ନାହିଁ? କରିବେ। ପ୍ରଭୁ 2ଟା ରାସ୍ତା ବନେଇଛନ୍ତି। ଶୁଣ, 2ଟା ରାସ୍ତା ଅଛି। ତବେ ଯୋଉ ବାଟେ ଯିବ ସେଠି ଖେଟିବ। ଶୈତାନର ପିଟି ପିଟି ଯାଇ ସ୍ୱର୍গে ଖେଟି ହବ ନାହିଁ। ଶୈତାନର ପିଟି ପିଟି ଯିବ କି ନାହିଁ? ଗରମ ଗରମ ହଉଥିବ, ଆନା ଏ ବୁଆ କାହିଁକି ଗରମ ଲାଗୁଛି, ଏତେ ଗରମ କିସ ପାଇଁ ଲାଗୁଛି, ଏ ବୁଆ ବୋଲା ବେଳକୁ ଆଗେ ନରକ ଥିବ। ତା ପ୍ରିୟ ମାନେ, ଆଗକୁ କଣ ଥିବ? ଆଗକୁ ନରକ ଥିବ। ମୋର ପ୍ରିୟ ମାନେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, 2ଟା ରାସ୍ତା, ଯୋଉଟା ବାଛିବ ସେଠି ଖେଟିବ, ଯୋଉଟା ବାଛିବେ ସେଠି ଖେଟିବେ। ବାକ୍ୟ ଶୁଣିଲା ବେଳକୁ ପଢନ୍ତୁ ଟିକେ, ମାଥ୍ୟୁ 7 ପର୍ବ 13 14 ପଦ। ମାଥ୍ୟୁ 7 ପର୍ବ 13 ଆଉ 14 ପଦ। ହଁ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ହଁ। ଅସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ଏଠି କଣ ଲେଖା ଯାଉଛି? ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର। ସ୍ୱର୍ଗ ଯିବା ରାସ୍ତା କଷ୍ଟ ରାସ୍ତା, ସେବେ ସେ ରାସ୍ତାରେ ବେଶୀ ଲୋକ ଯିବାକୁ ଇଚ୍ଛା କରିବେ ନାହିଁ। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର। ଆରେ ଗୋଟେ ରାସ୍ତା ଅଛି ଅସାର ରାସ୍ତା, ବଡ ରାସ୍ତା। ସେ ରାସ୍ତା ସବୁ ଲୋକ ଯିବେ। ମନେ ରଖିଥାଅ ପ୍ରିୟ ଭାଇ ଭଉଣୀ ମାନେ, ସବୁ ଲୋକ ଯାଉଛନ୍ତି ମାନେ ନାହିଁ ଯେ ସେ ରାସ୍ତା ଭଲ ଥିବ। ବେଳେ ବେଳେ ଭୁଲ ରାସ୍ତା ବି ହେଇଥିବ। ସ୍ୱର୍ଗ ଯିବା ରାସ୍ତା କାଣି ରାସ୍ତା, ସରୁ ରାସ୍ତା, କଷ୍ଟ ରାସ୍ତା, ସେ ରାସ୍ତା ଦେଇ ଯେ ଯିବ ସ୍ୱର୍গে ଖେଟି ଯିବ। ତେଣୁ ଆପଣ ମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଏ ବାକ୍ୟ ଶୁଣିଲା ବେଳକୁ ଆପଣ କଣ କରିବେ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆସିଗଲା। ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ପ୍ରତ୍ୟେକ ଆପଣ ମାନେ କଣ କରିବେ? ଆଜି ବାକ୍ୟ ଶୁଣିଲା ବେଳେ ସମସ୍ତେ ସାବଧାନ ହେବେ। କୋଉ ରାସ୍ତାରେ ଯାଉଛନ୍ତି ଆପଣ? କୋଉ ରାସ୍ତାରେ ଯାଉଛନ୍ତି? ସେ ରାସ୍ତା ସ୍ୱର୍ଗକୁ ନେଇକି ଯିବ କି? ସେ ରାସ୍ତା ସ୍ୱର୍ଗକୁ ନେଇକରି ଯିବ କି? ଯଦି ସ୍ୱର୍ଗକୁ ନେଇ ଯିବ ନାହିଁ, ସେ ରାସ୍ତାରେ ଯିବାର ନାହିଁ। ଆଜି ବାକ୍ୟ ଶୁଣିଲା ବେଳେ ଟିକେ ଚିନ୍ତା କରି ଦେଖିବା, ସମସ୍ତେ ଚିନ୍ତା କରି ଦେଖିବା, ମୁଁ ଯୋଉ ରାସ୍ତାରେ ଯାଉଛି ଏ ରାସ୍ତା ମତେ ସ୍ୱର୍ଗକୁ ନେଇକି ଯିବ କି? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ସମସ୍ତେ ପ୍ରାର୍ଥନା ସହିତ ଚିନ୍ତା କରିବା, ରାସ୍ତା ଚେଞ୍ଜ କରିବା। ଯଦି ଭୁଲ ରାସ୍ତାରେ ଯାଉଛୁ, ରାସ୍ତା ବଦଳାଇବୁ କି ନାହିଁ?
কষ্ট হব বেলে কোন হব আমি ভুল রাস্তাকে ঠিক রাস্তা বলে ভাবি দিয়েছিবু পলাইবু গোটে 20 কিলোমিটার পরে জଣକୁ ପଚାରବୁ ସେ ଗାଁକୁ ବାଟେ ସେ କହିବ ବାବୁ ପାଛେ আছে 20 কিলোমিটার পাছে পলাই আসিଥିବୁ ପରେ ଉଲ୍ଟି ଯିବୁ କି ନାହିଁ ଯିବୁ ଯୋଉ ଦିନ ଆମେ ଜାଣିଲୁ ଏଟା ଭୁଲ ରାସ୍ତା ବୋଲେ ସେ ରାସ୍ତାକୁ ଛାଡିବାର ଅଛି ଆଜି ପ୍ରାର୍ଥନା କରିବା ମୋ ସାଙ୍ଗମାନେ ସେ ରାସ୍ତା ଯାଉ ନଥିବେ ଏକଲା ଯିବ କଷ୍ଟ ହେବ ମାତ୍ର ଯୀଶୁ ମହାପ୍ରଭୁ ତମ ସାଙ୍ଗେ ଅଛନ୍ତି ହାଲେଲୁୟା ଯୀଶୁ ପ୍ରଭୁ ତମ ସହିତ ଅଛନ୍ତି ଆଉ ସେ ଆପଣଙ୍କୁ କଢେଇକି ନେବେ ମୋର ପ୍ରିୟ ଭାଇ ଭଉଣୀ ମାନେ ଆଜି ପ୍ରଭୁ ସୁଯୋଗ ଦେଲା ଅଛ ସବୁ ଲୋକ ବସିକରି ଆମର ଜୀବନକୁ ସଜାଡିବାର କାହିଁକି ଗୋଟେ ନୂଆ ରାଜ୍ୟରେ ଆମେ ଯିବା ପାଇଁ ପ୍ରସ୍ତୁତ ହଉଛୁ ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ଆମେ ପ୍ରସ୍ତୁତ ହଉଛୁ ତ ଆଜି ବାକ୍ୟ ଶୁଣିଲା ବେଳେ ଆମେ ସମସ୍ତେ ପ୍ରାର୍ଥନା ସହିତ ସମର୍ପିତ ହେବା ପ୍ରଭୁକୁ କହିବା ପ୍ରଭୁ ମୁଁ ତୁମ ପାଖକୁ ଆସିଛି ମତେ ଦୟାକରି ସାହାଯ୍ୟ କର ଆଜି ଏବେ ଟିକେ ସମୟ ମିଟିଂ ସରିଯିବ ଆମେ ସବୁ ଭାବୁଥିଲୁ ପ୍ରଭୁ ମିଟିଂ ହେବ କି ନାହିଁ ମୁଁ ମିଶା ବର୍ଷା ଖାଇଲି ଗାଡିରେ ବସିଛି ପ୍ରଭୁ ଟିକେ ଦୟା କର ପ୍ରଭୁ ଅଳ୍ପ ସମୟ ବର୍ଷା କରୁ ନାହିଁ ବୋଲି ଆମେ ମନା କରୁନୁ ତୁମେ ବର୍ଷା କର ଆମକୁ ବର୍ଷା ଲୋଡ଼ା ଚାଷୀ ଲୋକ ବର୍ଷା ଲୋଡ଼ା କି ନାହିଁ ବର୍ଷା ଲୋଡ଼ା ବିନା ବର୍ଷାରେ ଚାଷ କେମିତି କରିବୁ ଆମେ ଆମକୁ ବର୍ଷା ଲୋଡ଼ା ସତ କି ନାହିଁ ଆମକୁ ବର୍ଷା ବିହନ ପାଇଁ ବର୍ଷା ଦରକାର ଚାଷ ପାଇଁ ବର୍ଷା ଦରକାର କିନ୍ତୁ ପ୍ରାର୍ଥନା କଲି ପ୍ରଭୁ ଦୟା କର ବିଶ୍ୱାସ ଏକ ଆସିଲି ପ୍ରଭୁ ଆମମାନଙ୍କୁ ଦୟା କରିଛନ୍ତି ଭଲ ପାକ ଦେଇଛନ୍ତି ଟିକେ ସମୟ ଶୁଣିବା ଆମେ ଏ ଜଗତ ଆମର ସବୁବେଳେ ରହିବା ଜାଗା ନାହିଁ ଭାଇ ଭଉଣୀ ମାନେ ଆମେ ସବୁବେଳେ ରହିବା ନାହିଁ ପ୍ରାର୍ଥନା କରିବା ପ୍ରଭୁ ପାଖରେ ପ୍ରଭୁ ମତେ ଦୟା କର ରାଜା ମତେ ଅନୁଗ୍ରହ କର ପ୍ରଭୁ ଓ ମୋର ପ୍ରିୟ ଭାଇ ଭଉଣୀ ମାନେ ଏମିତି ସୁଯୋଗ ଆଜି ମିଳିବ କି ନାହିଁ ମୁଇଁ ମିଶା ଜାଣିନି ମୁଇଁ ଇତି ଲୋକ ମୋର ଘର ଜୟପୁର କଟକରେ ଅଛି ମତେ 53 ବର୍ଷ ହେଲା ବେ ପ୍ରଥମ ଥର ଆସିଛି ଇତି ଲୋକ କରି ହେଲା ଏ କୋରାପୁଟ ଜିଲ୍ଲା ଲୋକ ଇଦି ପାଖେ ମୋର ଘର 53 ବର୍ଷ ପରେ ଇତି ଆଜି 53 ବର୍ଷ ପରେ ଆଇଲେ ତମେ ଥିବ କି ମୁଇଁ ଥିବି ଆରେ ନାଇଁ ସତ କି ନାହିଁ ତ ଏବେ ବାକ୍ୟ ଶୁଣିଲା ବେଳେ ଆମେ କଣ କରିବା ଅଛି ଆମର ଜୀବନକୁ ସଜାବାର ଅଛି ଆମେ ପାପରୁ ଫେରି ଆସିବା ଅଛି ମନ୍ଦତାରୁ ଫେରି ଆସିବା ଅଛି ଅବାଟରୁ ଫେରି ଆସିବା ଆମମାନଙ୍କୁ ସୁଯୋଗ ଦେଇଛନ୍ତି ଆମେ କଣ କରିବା ଆମର ଜୀବନକୁ ସଜାଡ଼ିବା ଫେରି ଆସିବା ମନ୍ଦତାରୁ ଫେରି ଆସିବା ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି ଓ ମୋର ପ୍ରିୟ ଭାଇ ଭଉଣୀ ମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏ ସୁଯୋଗକୁ ହାତ ଛଡା କରିବା ନାହିଁ ଆଜି ପ୍ରାର୍ଥନା କରିବା ଆରେ ମହାପ୍ରଭୁକୁ କହିବା ପ୍ରଭୁ ମତେ ଦୟାକରି ସାହାଯ୍ୟ କର ଯେପରି ପ୍ରଭୁ ମୁଁ ତୁମ ଠାରୁ ଲାଗିକରି ରହିବି ତ ପ୍ରିୟ ମାନେ ଆପଣମାନଙ୍କୁ 4-5ଟା କଥା କହିବି ସାରିବା ପାଇଁ ଚାହେଁ ଯଦି ଆପଣ ସ୍ୱର୍ଗ ଯିବା ପାଇଁ ଚାହୁଁଛନ୍ତି ପ୍ରଥମ ବିଷୟ କଣ କରିବେ ପ୍ରଥମ ଜହନ 2 ପର୍ବ 15 ପଦ ପ୍ରଥମ ଜହନ 2 ପର୍ବ 15 ପଦ ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର କଣ ଲେଖା ଅଛି ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର ପ୍ରେମ କରବାର ନାହିଁ ସଂସାର ବିଷୟକୁ ପ୍ରେମ କରବାର ନାହିଁ ତାପରେ କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାହାଠାରେ ନାହିଁ ଅଛି ବୋଲେ କାହିଁକି ନାହିଁ ଯଦି ସଂସାରକୁ ପ୍ରେମ করব তো প্রথম কাম কোন করব সংসারକୁ প্রেম করব নাই বেড়াକୁ ଯିବ কুলি করব পাঠ পড়ব চাকরি করব ঘর বাঁধব প্রেম করব নাই আজি নলে কালি তো ଯିବୁ କି নাই ସବୁ ଛାଡି ପାରି ଯିବୁ ଆମେ ଗାଉଛୁ କି নাই ଏ ଜୀବନ ସେ ଗୀତଟି ଗାଇଲା ଟିକେ ଗାଗଡ଼ ମନ গাগড় মন পানি ফটকা সমান এ জীবন গাগড় মন পানি ফটকা সমান সমস্ত গাইবা নাই বেড়া খাড়া নাই সুনাবান নাই বেড়া খাড়া নাই সুনাবান সরতে ছাড়ি ଯିବାର ତେବେ ସବୁ ବେକାର
ଦୁନିଆର ଯେତେ କାମ ବେକାର ସର୍ତ୍ତେ ଛାଡ଼ି ଯିବାର ଦୁନିଆର ଯେତେ କାମ ବେକାର ସର୍ତ୍ତେ ଛାଡ଼ି ଯିବାର ଭାଇ ତୁଇ ମିଶା ଯିବ ସାରେ ମୁଇ ମିଶା ଯିବି ଭାଇ ତୁଇ ମିଶା ଯିବ ସାରେ ମୁଇ ମିଶା ଯିବି ଦୁନିଆର ସବୁ ଛାଡ଼ି ଯିବାର ଦୁନିଆର ସବୁ ଛାଡ଼ି ଯିବାର ସର୍ତ୍ତେ ହସି ବେକାର ଦୁନିଆର ଯେତେ କାମ ବେକାର ସର୍ତ୍ତେ ଛାଡ଼ି ଯିବାର ଦୁନିଆର ଯେତେ କାମ ବେକାର ସର୍ତ୍ତେ ଛାଡ଼ି ଯିବାର ଏ ବାଟେ ଚାଲେ କେତେ ବିପଦ ଆଇ ତେରେସି ଏ ବାଟେ ଚାଲେ କେତେ ବିପଦ ଆଇ ତେରେସି ଏ ବାଟେ ହିଣ୍ଡଲେ କେତେ ଝଞ୍ଜାଲ ଆଇ ତେରେସି ଏ ବାଟେ ହିଣ୍ଡଲେ କେତେ ଝଞ୍ଜାଲ ଆଇ ତେରେସି ତାରି ସହିତ ଏ ବାଟେ ଚାଲେ କେତେ ବିପଦ ଆଇ ତେରେସି ସମସ୍ତେ ଏ ବାଟେ ଚାଲେ କେତେ ବିପଦ ଆଇ ତେରେସି ଏ ବାଟେ ହିଣ୍ଡଲେ କେତେ ଝଞ୍ଜାଲ ଆଇ ତେରେସି ଏ ବାଟେ ହିଣ୍ଡଲେ କେତେ ଝଞ୍ଜାଲ ଆଇ ତେରେସି থাকি পড়ে হিডা হো যিশু সঙ্গে হিডা হো উল্টি ন দেখা হো থাকি পড়ে হিডা হো যিশু সঙ্গে হিডা হো উল্টি ন দেখা হো মহাপ্রভু যিশু দেখাই দেলা সরগর বাট হো সরগর বাট হো মহাপ্রভু যিশু দেখাই দেলা মহাপ্রভু যিশু দেখাই দেলা সরগর বাট হো সরগর বাট হো মহাপ্রভু যিশু দেখাই দেলা ধর্ম বাট হো জীবন বাট হো তাই সহিত ধর্ম বাট হো জীবন বাট হো শান্তির বাট হো মুক্তির বাট হো আশা মোর ভাই মন আশা মোর ভনী মন জুবে আলসে বাটে আশা মোর ভাই মন আশা মোর ভনী মন জুবে আলসে বাটে ହାଲେଲୁୟା ହାଲେଲୁୟା ମୋର ପ୍ରିୟ ଭାଇ ଭଉଣୀ ମାନେ ଯଦି ଆମେ ସ୍ୱର୍ଗ ଯିବା ପାଇଁ ଚାହୁଁଛୁ ତେବେ ପ୍ରଥମ କାମ କଣ କରବାର ଏ ସଂସାରକୁ ପ୍ରେମ କରବାର ନାଇଁ ଘର ବାନ୍ଧବାର ଚାକରି କରବାର ମାତ୍ର ପ୍ରେମ କରବାର ନାଇଁ এটা ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛି ପ୍ରେମ କରିବେ ନାହିଁ ପ୍ରେମ ନାହିଁ ଜଗତ ପ୍ରତି ପ୍ରେମ ନାହିଁ ପ୍ରଭୁଙ୍କ ପ୍ରତି ପ୍ରେମ ଥିବା ଅଛି ସେ ରାଜ୍ୟ ପ୍ରତି ପ୍ରେମ ଥିବାର ଅଛି ଜ୍ୱର ହେବ ଦୁଃଖ ହେବ କଷ୍ଟ ହେବ ତାଡ଼ନା ହେବ ନିନ୍ଦା ହେବ ଅପମାନ ହେବ ବ୍ୟସ୍ତ ହେବାର ନାହିଁ এটা ତ ଆମର ରହିବାର ଜାଗା ନାହିଁ ତ ଜଗତକୁ ମୁଁ ପ୍ରେମ କରବାର ନାହିଁ ପ୍ରଥମ କଥା ଜମିରେ କାମ କରନ୍ତୁ ଅଳସୁଆ ହେଇ ବସନ୍ତୁ ନାହିଁ ହାଟକୁ ଯାଆନ୍ତୁ କୁଲି ଯାଆନ୍ତୁ ବେପାର କରନ୍ତୁ ମଦ ବିକବାଟା ପାପ ସତ କି ନାହିଁ ମଦ ଖାଇବାଟା ପାପ ମଦ ବିକବାଟା ମିଶା ଥରେ ଗୋଟେ ମିଟିଂରେ ମୁଁ କହୁଥିଲି ମଦୁଆ ମାନେ ସବୁ ନରକେ ଯିବେ ବୋଲା ବୁଢୀ ମା ଆସି ପଚାରୁଛି ହେଇ ବାବୁ ତମେ କହିତରେ ଆସିଛେ ମଦୁଆ ମାନେ ପୁଣି ସ୍ୱର୍ଗେ ଯିବେ ନାହିଁ ବୋଲାରୁ ନାଇଁ ମା ବାଇବଲରେ ଲେଖା ହେଇଛି ଯିବେ ନାହିଁ ବୋଲି ନ ଗଲେ ନାଇଁ ତେବେ ହେଲେ ମୋର ଅଣ୍ଡରା ପିଏ ନାହିଁ ବାବୁ ବୋଲା ଭଲ କଥା ମାତ୍ର ଅଣ୍ଡରା ଯଦି ପିଏ ନାହିଁ ବୋଲି ତ ଭଲ କଥା ମୋର ଦୁଇଟା ପୁଅ ମିଶା ପିଇବେ ନାହିଁ ବାବୁ ଭଲ ମା ଆଜିକାଲି ପିଲାମାନେ ମଦ ସୁର ନ ପିଇବାଟା ଭଲ କଥା ଦେ ମୋର ଦୁଇଟା ଜୁଆଇ ମିଶା ନ ପିଅ ତ ବୋଲା ବା ରେ ବା তোর অন্ডরা মিশা পিয়ে নাই তোর পিলা মিশা পিয়ে নাই দুইটা তোর জুয়াই মিশা পিয়ে নাই হেলে কি সেলা বলা নাই আমি বিকলুনি আমি কোনতে যাবো বলুছি বলে ভাবি দেখো আর দোকানে মদ পিবা লোক সব কোটি যাবে নরকକୁ ଯିବେ ଏ ପୁଣି ମଦ ବିକି ଚାଲିଆ ଦିନ କୋଉଠି ଯିବ ଏତେ ରାଜା ବିକିଲି ଆରେ ଡାବୁ ଆଣିଲି ଅଛି ତମକେ କେତେ ଦେବାର ଆରେ ମୁଇଁ କେତେ ମୋର ପ୍ରିୟ ମାନେ କହିବା ପାଇଁ ମା ମାନେ ଦାନ୍ତ ଦୁକା ଦାନ୍ତ ଖୁସଲା ହେବ ପୋଷ ଖାଇବ ଗୁଡାକୁ ଖେପି ନଥିବ ହେଲା ତମ ମା ମାନେ ଯଦି ଗୁଡାକୁ ଖେପବେ କି ନାଇଁ କହିବ ଟୋକି ମାନେ ଏ ମା ଜୟପୁର ଯିବୁ କି ଗୋ ବୋଲି ପଚାରି ଦେଇଥିବ ଜୟପୁର ବୋଲି କିଛି ନରକ ନରକକୁ ଆମର ଭାଷାରେ କିଛି ବୋଲି କହିବେ ଜୟପୁର ଯୋଉଠି ଜୟ କେବେ ଲିବ ନାହିଁ ସବୁବେଳେ ଜୟ ଲାଗିଥିବ ସେଟାକୁ କହିବେ ଜୟପୁର ହେଲା ଏ ମଦୁଆ ମାନେ କୋଉଠି ଜୟପୁରିଆ ମନ୍ଦା ମାନେ ଏଟା ଏ ପୁଡିଆ ଖାଉ ଖଇନି ଖାଉ ଏ ମାଇଜି ବାଇଡା ମାନେ କୋଉଠି ଯିବେ ନା ଏଟା ସବୁ ଜୟପୁରିଆ ମନ୍ଦା ମାନେ ତ ପ୍ରଥମ ବିଷୟ କରିବେ ସଂସାରକୁ ପ୍ରେମ କରିବେ ନାହିଁ ଯାକୁବ ତାର ଚାରିପଦ
ବେବିଚାରୀ ମାନେ ଏ ବେବିଚାରିଣୀ ମାନେ ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା। ଈଶ୍ୱରଙ୍କର ଶତ୍ରୁତା ଏହା କଣ ଜାଣ ନାହିଁ? ଜାଣ ନାହିଁ? ଅତଏବ ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ। ତା ମାନେ କଣଟା? ଆମେ ଜଗତକୁ ପ୍ରେମ କରିପାରିବା ନାହିଁ, ମିତ୍ର ହେଇପାରିବା ନାହିଁ। ଜଗତ ସହିତ ମିତ୍ର ହେବା ବୋଲି ଈଶ୍ୱର ସାଙ୍ଗେ ବେବିଚାରଣୀ ବୋଲେ କଣ? ଜଗତ ମିଶା ମହାପ୍ରଭୁ, ପ୍ରଭୁ ମିଶା ମହାପ୍ରଭୁ। सोमवार शनिवार जगत 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 रविवार दिन चर्च आसिकरी प्रभु मैं तुमको केते प्रेम करछि राजा। प्रभु कहे जा रे जा, तु मके प्रेम कलिस नी। सोमवार शनिवार तो बाया भी कली बुलुछु और रविवार दिन आसी मते प्रेम करूछु। मोर प्रिय माने प्रेम कौन करे? प्रकाश पाए, प्रेम को देखाइबा पे चाहे। लव टा कौन? वी हैव टू डेमोन्स्ट्रेट द लव। हमें प्रेम करूछु बोली देखाइबार अछि, देखाइबार अछि। एबे गोटे झियो को जो तार बापा कहबे ए मां हेलो सुन एठी, मु तते बेसी प्रेम करछिलो, बेसी बोले बेसी। से झियो कोन कहबे हेले बापा स्कूटी को किनि दियो बापा बोलबो से। काई कि प्रेम बोले देखाइबा को पड़बो कि नहीं? तबे प्रेम करछ बोले स्कूटी नले बापा मोबाइल ले किनि दियो दादी। प्रेम देखाइबा पड़बो। एबे जदी को स्वामी ता स्त्री को कहबो एठी मो तुमको ना कि मु बेसी भल पाउछि, बेसी बोले तबे बुझी पारबने बेसी भल पाउछि। स्त्री कोन बोली कहबो हेले सुना चेन कोन घेनी दियो बोलो। जदि प्रेम करूछु कोन करबा अछि? देखाइबार अछि कि नहीं? तो मोर प्रिय भाई भणी माने मु आपण मान को कहिबा पई चाहे आपण संसार को प्रेम करबे नहीं, एटा प्रथम विषय। आ द्वितीय विषय रोमियो 12 पर्व तार 2 पद मन रखिबे। रोमियो 12 पर्व 2 पद। हां, तुम्हें माने ए वर्तमान जुगर अनुरूपी हुआ नहीं। कौन हुआ नहीं? ए वर्तमान जुगर अनुरूपी हुआ नहीं। ए जगतर लोक जुआरे जाऊ तुम सियारे जाओ नहीं। जगत पत्र जीव जगत सागे विनष्ट हबो। तो वर्तमान जुगर अनुरूपी एमन यात्रा देखबा के जीवाय, नाट देखबा के जीवाय। मु देखुछि गां मंडी नाट हबो कि नहीं? जो लोग नाट आनिथिबो से खड्डी खड्डी ढुलिथिबो। आमर बाया बाइडी मने कोमल देरी गंता देरी जाइथिबे नाट देखबा को, सत कि नहीं? से केटा अंडरा मना को माइजी हिथिबे, माइजी मना अंडरा हिथिबे, सत कि नहीं? सेठी सामान भाई का मुरे चुल लिपि दिबे नाची दुथुथि आमर काबा माने नर काबा माने जे या फाड़ी कोन, सत कि नहीं? कोन बोल कबे नर काबा बोल कबे से देखले से मिसा समान माइजी पूरा दुस्तिबो ताको अंडरा मन देखी एंती माइजी मकतिले तारा माइजी ना रे बाबू से ओनरा सेटा ओला कि नहीं? एटा ओनरा हमर रिक्शा थिला, रिक्शा भड़ा देवा लागे। हमर रिक्शा वाला से कुकु नाट माइजी जेथिबा बोला निस न खोली माइजी जेथिबा मथिरे देखली हैं ए माइजी रे हुची। तापर कोन हैला से नाट थिला हमर घर पाके गांधी चौक अछि, गांधी चौक नाट हैला। नाट सरला पर सकाले रिक्शा नवा कास्ती हमर घरे से मोर काला से कलर भी छाड़ी नहिता केंती चला नाही। राती मुई रुकमणी हितिली बोलला किछ हितिला राती मुने से रुकमणी हेतिला ताना लयचन राते किछ हितला रुकमणी हितिला ताके देखि नरका मने से नाची दउथिबो आकी मार दउथिबो बोला तो ए मने खपा मोर प्रिय माने प्रभु हमको अनुग्रह करंतु एबे से धंधा जीवार नहीं। जगत जुआरे जाउछि जाऊ आमे जीवार नहीं। प्रथम विषय संसार को प्रेम करबो नहीं। द्वितीय विषय जगत अनुरूपी हेबो नहीं। एमान को व्यवहार का अलगा कार माइजी कारणरा बुलुतिबे पिला टोकी मिला केंती केंती बकरुतिबे स्कूल जिबे कॉलेज जिबे हॉस्टल जिबे ताकर अवस्था कहले न सरे सत गरे। देखबे आजिकल पिला माने पेंट कोटी पिंदिथिबे इति जदि बसी बुसा देले बोले पूरा पृथ्वी दुसबो सत कि नहीं? की अवस्था सेटा आ सेटा मिला कि ना बेल्ट संगे खसरिथिबो। बेल्ट काई की पिंदबे कोन पे पेंट लूज ता अछि टिके आटा टाइट हियो बोली
ବେଲ୍ଟ ପିନ୍ଧିବେ। ଏମାନଙ୍କ ଷ୍ଟାଇଲ କିଛି ଅଛି, ବେଲ୍ଟ ସାଙ୍ଗେ ପ୍ୟାଣ୍ଟ ଖୁସଲି ଥିବ, ଭିତରେ ବାନେନ୍ ନଥିବ। ହଁ, ଏ ଗୁଣ୍ଡି ଚାରିଟା ବେଟି ଦେଇ ଦାଦା ବୋଲି ବୁଲୁଥିବ। କେମିତି ଦାଦା? 10 ଥର ପାଣିଆ ଝାଡା ହେଲେ খুঁড়ি ହେଇଯିବେ। বাসি তুরানি মাগবে, এ মা বাসি পে যাচ্ছে কি গো, তুরানি অলপ দে গো বলবে। এ বর্তমান যুগর অনুরূপী নে ପିଲାମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଏବେ ଯେବେ ବାଲ କାଟବ ଭଲ କରି ବାଲ କାଟବ ସମସ୍ତେ ହେଲା। ସେ ଭଣ୍ଡାରୀ ବି କହିବା ଅଛି, କଣ ଭାଇନା ଏମିତି କାଟୁଛ? ନାଇଁ ରେ ବାବୁ, ମୋର ମନ ପରିବର୍ତ୍ତନ ହେଇଗଲା ତ, ମୋର ମନ ପରିବର୍ତ୍ତନ ହେଇଗଲା, ମୋର ବାଲ ମିଶା କାପ ମୁଣ୍ଡା ପୁରା ଥିବ ନାହିଁ, ସମାନ ପିରିଗାଦା ପୁରା ନ ଦରକାର ନାହିଁ, ସରିଗଲା ସେ କାମ। ଭଲ କରି ଭଲ ଲୁଗା ପିନ୍ଧିବ, ସତ କି ନାହିଁ? ଆମର ପିଲାମାନେ ଭଲ ଜିନ୍ ପ୍ୟାଣ୍ଟ ଘିନି ଆଣିବେ, ଘରେ ବସି ବିଲେଟରେ। ମା ମାନେ ପ୍ରାର୍ଥନା କରା, ଯଦି ତମର ପିଲାମାନେ ଜିନ୍ ପ୍ୟାଣ୍ଟ ଘିନି ବିଲେଟ ଲୋକେ କାଟଲାନି କି ନାହିଁ, ତାଙ୍କେ ଭିକାରୀ ଡୁମା ଧରଲା আছে କି ଡୁମା। हाँ, प्रार्थना झील मैंने प्रार्थना प्रभु मोर भाई को भिकारी डुमा धरी राजा। अरे टोकी मान जदि फाटा ठुटा पिंधु थे तुम्हें प्रार्थना करबो, प्रभु आको फाटा ठुटा पिंधवा डुमा, आटा नथिबो, पिटी नथिबो, पेट नथिबो, लुगा एटा से तेलुगु हिरोइन मन पिंधबे, सत कि नहीं? तेलुगु हिरोइन मन पिंधके नाची दउतंती, सेटा मनके डाबो मिललानी, सेटा मनके डाबो मिलला, तुमके केटा मिललानी, सत ना नहीं? प्रभु अनुग्रह करंतु हमको बुझवा पाई ए वर्तमान जुगर अनुरूपी हेबार नहीं। एवं जुआरे जाउछंती जानतु, झियो माने तुम कॉलेज को जीवो पवित्र ही करथिबो, स्कूल के जीवो पवित्र ही थिबो, किछि व्यस्त हेबा दरकार नहीं। तमरो सांग झियो सांग मान को बॉयफ्रेंड दिबो थाउ, तमे जेबे विवाह हेबो तमरो मंडरा को कोन करबो, ताको फ्रेंड करबो आर ताको कुटकुटा केंती होचलो बोले कहबो, मुई आरी काको प्रेम करी नाही, मोर प्रेम तोर पाई रोकितिली, तते आको मुई प्रेम करूछि। सत ना? अनेक झियो मान को जीवन फुटबॉल परा, ए दुई लात मारले तेने, से दुई तर लात मारले एने, लास्ट के मुंह के चेप्टा करी दियासी बसिथिले। कोन भाई सर भाबु छ जानि छ, ए जगत छलनार जगत, छलनार जगत। हमर झियो मान सरल झियो माने छलना, अनेक झियो माने बे कांदी मिसा पारु नांती, पाप तो करिछन्ती काको कहबे, भूल तो करछन्ती काको कहबे, काको कहबे। मोर प्रिय भाई भणी माने मां माने भी सुनो, तुम घर को पुरुष आसुव जाऊव इज्जत कार जीव तुम जीव से मुंह पुछि दे पलाइब गाड़ी स्टार्ट करी हिनस्ता के हो। सावधान, पवित्र होइथिबार अछि। ए जगतर अनुरूपी आमे प्रथम संसार को प्रेम करबा। आज प्रार्थना करबा, प्रभु ए जगत को मैं प्रेम करबी नहीं, कारण मोर रहिबा जगह अलगा। जार मन परिवर्तन होइছে स्वर्ग होछि तार। हालेलुया। स्वर्ग कहार? जार मन परिवर्तन होइছে स्वर्ग तार। आ द्वितीय विषय, ए वर्तमान जुगर अनुरूपी हेबा नहीं, हेबा नहीं। प्रभु आज आपण मान को अनुग्रह करंतु ए वाक्य को भल भाव रे बुझबा पई आरि जीवन को सजाड़बा पई। मोर प्रिय भाई बणी माने आज समस्त को कहिबा पई चाहे, आज केबे सुजोग मिलबो मु भी जानि नहीं, हतला नहीं। सुजोग मिलिछि, वर्षा मास के मीटिंग करबो कि एवं विश्वास बेसी बड़ एटा मन हत कि नहीं। मैं बोले तो जे, मैं बोले किसटा, मैं बोले जे तार पर आर किसटा था किछि नहीं। एमती समय में मीटिंग करिछु, अरे प्रभु हमको अनुग्रह करिसंती। गोटे दिन मीटिंग मिसा डिस्टर्ब हेइ नै, वर्षा कुटकुटा होछि, मीटिंग मिसा कुटकुटा होछि। डाली केंती अछि, पानी अछि केंती मु जानि नै। जदि पानी आथिबो भाबि देबो वर्षा पे हिछि बोली करे, किछि खराब भाबला आवश्यक एटा खाइबा पे आसी नै। सतरा नै गला बेले मोटे गरम भात खाइ करी जीवार अछि। आसंतार थोर मीटिंग कले भल करी करबा। सतरा नै समस्त डाबु जमा करथिबो, मीटिंग पाई जेबे कहबे समस्त देबो, के 500 के 1000 के 2000 देबो। आज जो इच्छा लागुछि छेली मिसा आनो, मना करबो कि छेली आनले आनो काटबो, हमर पे कुकुड़ा मिसा दुटा आन दिथो। सतरा नै मिसी करे मु तो कहूछि दिन बेला पेज मिसा गलो, दिन बेला कोन करबा अछि, ओडे हांडी पेज गली थिबा अछि। अरे कोन करबा, दोना रे सब दोना तो अधिक ग्लास आइला नै कि नहीं, 2 गिलास ना पेज देले देले बोले केते सरदा। हां, और प्रिय भाई पण मन आपण मन कहिबा पाइ चाहे, प्रथम विषय कोन करबा अछि, एई जगत को प्रेम करबा नै। द्वितीय विषय, ए वर्तमान जुगर अनुरूपी हेबा नै। आ तृतीय विषय, द्वितीय करंथियो 6 पर्व 14 पद, द्वितीय करंथियो 6 पर्व 14 पद। हाँ, द्वितीय
ପର୍ବ 14 ପଦ। ହଁ ମାଇକ୍ ରେଡି ପଢ। ଅବିଶ୍ୱାସୀ ମାନଙ୍କ ଶୁଣ ଶୁଣ ସହିତ ଶୁଣ ଏଠି କଣ ଲେଖା ହେଇଛି? ଅବିଶ୍ୱାସୀ ମାନଙ୍କ ସହିତ ସହିତ ଅସମାନ ରୂପେ ଯୋଚା ନ ଯାଅ, ଅସମାନ ରୂପେ ଯୋଚା ନ ଯାଅ। ତାପରେ କାରଣ ଧର୍ମ ଓ ଅଧର୍ମ ମଧ୍ୟରେ ହଁ, କି ସହଯୋଗିତା, ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା, ଅନ୍ଧକାର ସହିତ ଆଲୋକର କି ସହଭାଗିତା। କି ସହଭାଗିତା? ତାପରେ ତଳକୁ ପଢି ପଢି ତଳକୁ। ବିଲିୟର ସହିତ ଖ୍ରୀଷ୍ଟଙ୍କର କି ମିଳନ, କି ମିଳନ, କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସର କି ଅଂଶ। କି ଅଂଶ? ତ ତୃତୀୟ ବିଷୟ, ଏ ଅବିଶ୍ୱାସୀ ମାନଙ୍କ ସାଙ୍ଗରେ ଅସମାନ ରୂପେ ଯୋଚା ଯିବ ନାଇଁ। ଝିଅ ମାନେ ଭଲ କରି ଶୁଣ, କୋଉ ହିନ୍ଦୁ ପିଲାକୁ ଭଲ ପାଉଥିବ, ମନେ ମନେ ଖଜା ଖାଉଥିବ, ଖାଜା ଖାଇଲ ବେ ଛିଡିଲା, ବେଶୀ ଖାଇବ ବୋଲେ ଡାଇବେଟିସ ମରବ, ବେଶୀ ଖାଜା ଖାଇବ ନାହିଁ। କଣ କରୁଛନ୍ତି? ମନେ ମନେ ପ୍ରେମ କରି ମୁଁ ତାକୁ ପରିବର୍ତ୍ତନ କରିବି, ରମେଶକୁ ପରିବର୍ତ୍ତନ କରିବାରି ସ୍ୱର୍ଗେ ନେବ ନେବ। ଟୋକି ମାନେ ପ୍ରଭୁ ତାକୁ ରକ୍ଷା କର ରାଜା, ତାକୁ ଦୟା କର ପ୍ରଭୁ, ମତେ ଦିଅ ରାଜା, ମୁଁ ପରିବର୍ତ୍ତନ କରିବି, ସ୍ୱର୍ଗେ ନେବି। ଏମିତି ସ୍ୱର୍ଗେ ନେବା ଟୋକି ମାନେ ମନ୍ଦିର ଯାଉଛନ୍ତି, ଯାଉଛନ୍ତି କି ନାଇଁ? ମୁଣ୍ଡେ ସିନ୍ଦୁର ଲଗାଇ ନାଡିଆ ଫାଟାଇ ଆସୁଛନ୍ତି। ଆରେ କଣ କହୁଛନ୍ତି? ମୁଇଁ ନାଡିଆ ଫାଟାଇଲା ବେଳେ ପ୍ରାର୍ଥନା କରିଥିଲି, ଯୀଶୁଙ୍କ ରକ୍ତ ଜୟ ବୋଲି ଘଣ୍ଟି ବଜାଇଲା ବେଳେ ହାଲେଲୁୟା, ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ ବୋଲୁଥିଲି। ମୁଣ୍ଡେ ସିନ୍ଦୁର ଲଗାଇଲା ବେଳେ ଯୀଶୁଙ୍କ ରକ୍ତର ଜୟ ବୋଲି ଲାଜ ନଇଲା ଟାମାନେ। ପ୍ରିୟ ଭାଇ ଭଉଣୀ ମାନେ, ତୃତୀୟ ବିଷୟ, ଝିଅ ମାନେ ମନେ ରଖବ, ଅବିଶ୍ୱାସୀକୁ ବିବାହ ହେବ ନାହିଁ। ଗୋଟେ ଗାଁରେ ମୁଁ ଯାଇଥିଲି, ଏମିତି ମିଟିଂ ପାଇଁ ଯାଇଥିଲି, ଦେଖିଲି ଗୋଟେ 3ଟା ଖଣ୍ଡେ ଭଉଣୀ ଅଛନ୍ତି, ସମସ୍ତଙ୍କର ଯଥେଷ୍ଟ ବୟସ ହେଇଯାଇଛି, କାହାକୁ 45, କାହାକୁ 50, କାହାକୁ 55 ପରା ହେଇଗଲାଣି। କହିଲେ ଟିକେ ପ୍ରାର୍ଥନା କରନ୍ତୁ ଆଜ୍ଞା। ମୁଁ କହିଲି ପ୍ରାର୍ଥନା କରିବି, ତମର ସ୍ୱାମୀ ମାନେ କଣ କରୁଛନ୍ତି, ପିଲାମାନେ କଣ କରୁଛନ୍ତି? ସେମାନେ କହିଲେ ନାଇଁ ଆଜ୍ଞା ଆମେ ବିବାହିନୁ ବୋଲିଲେ। ମୁଁ କହିଲି ତୁମେ ଏତେ ପାଠ ପଢିଛ, ଏତେ ସୁନ୍ଦର ଅଛ, କାହିଁକି ବିବାହିନ? ସେମାନେ କହିଲେ ଆଜ୍ଞା ପ୍ରସ୍ତାବ ଆସୁଥିଲା ଆଜ୍ଞା, ମାଷ୍ଟର ପ୍ରସ୍ତାବ ଆଇଲା, ବ୍ୟାଙ୍କ ମ୍ୟାନେଜର ପ୍ରସ୍ତାବ ଆସିଲା, ପୋଲିସର ପ୍ରସ୍ତାବ ଆସିଲା, ତହସିଲଦାର ପ୍ରସ୍ତାବ ଆସିଲା, ବଡ ବଡ ପ୍ରସ୍ତାବ ଆସିଲା, ମାତ୍ର ଆଜ୍ଞା ସବୁ ତ ହିନ୍ଦୁ ଲୋକ, ପ୍ରଭୁକୁ ଜାଣି ନାହାନ୍ତି। ଆମେ ପ୍ରଭୁକୁ ଜାଣିଲା ଲୋକ କେମିତି ବିବାହକୁ ଆଜ୍ଞା, ସେଥିପାଇଁ ବିବାହ ହେଲେ ହେବୁ ନହେଲେ ନାହିଁ ବୋଲି ଆମେ ରହିଗଲୁ ଆଜ୍ଞା ବୋଲେ। ଭାବି ଦେଖନ୍ତୁ, ସେମିତି ରହିଗଲେ। ସେମାନଙ୍କୁ ବିବାହୀ ନରକେ ଯିବା ଅପେକ୍ଷା ପବିତ୍ରତା ସ୍ୱର୍ଗ ଯିବାଟା ପ୍ରାର୍ଥନା କରିବ। ପିଲାମାନେ ତମକୁ ବି କହିବା ପାଇଁ ଚାହୁଁଛି, ଟୋକି ମାନଙ୍କୁ କହିଲା ଗିଜଳି ଦଉଥିଲ, ତମେ ମିଶା ଆନିକରେ ଖ୍ରୀଷ୍ଟିଆନ କରିବା ଚିନ୍ତାରେ ଥାଉ ନାହିଁ। ତାକୁ ଆଣିବି ପ୍ରଭୁ, ପରିବର୍ତ୍ତନ କରିବି ରାଜା, ସଙ୍ଗୀତାକୁ ପରିବର୍ତ୍ତନ କରିବି ପ୍ରଭୁ, ଦୟାକର ତାକୁ ମତେ ଦିଅ ଆକା ରାଜା, ଦିଅ ଆକା। ଏବେ କଣ କରୁଛନ୍ତି? ମନ୍ଦିର ଛାଡିବାକୁ ଯାଉଛନ୍ତି। ସେ କହୁଛି ତମର ମାପରୁ ମୋର ମାପରୁ ନାହିଁ। ଏବେ 2 ଲୋକ, ଏ ହିନ୍ଦୁ ସେ ଖ୍ରୀଷ୍ଟିଆନ, ପିଲା କିଷ୍ଟ ହେବ ପାଟାନ, କଣ ହବ? ତମେ ତ ଜଣେ ଖ୍ରୀଷ୍ଟିଆନ, ସେ ହିନ୍ଦୁ, ପିଲା କିଷ୍ଟ ହେବ ପାଟାନ ହେବ। ଲାଟା ମାନେ କୁକୁର କେ ବିବାହ, ଘୁଷି କୁ ବିବାହ, ଗାଈ କେ ବିବାହ, ଅବିଶ୍ୱାସୀ ସହିତ ଅସମାନ ରୂପେ ଯଥା ଜୀବନେ ଯେ ହେଇଛ, ଆରେ କିସ କରିବ? ଛାଡି ତ ହେବ ନାହିଁ, ଚେଷ୍ଟା କରିବ ପରିବର୍ତ୍ତନ କରିବା ପାଇଁ। ମାତ୍ର କିଏ ଯଦି ବିବାହୀ ପରିବର୍ତ୍ତନ, ଦେଖ ସେ ହେଲାରି ପରିବର୍ତ୍ତନ କଲା କି ନାହିଁ, ସେ କଲା କି ନାହିଁ, ସେ କଲା ଏ ହେବ କି ନାହିଁ, ଗ୍ୟାରେଣ୍ଟି ନାହିଁ। ଝିଅ ମାନେ ତମକୁ କଣ ହୁଏ, ମତେ ବି ଯୀଶୁ ବେଶୀ ପସନ୍ଦ, ମୁଁ ବି ଯୀଶୁକୁ ଗ୍ରହଣ କରିବି, ମତେ ବି ଯୀଶୁ ଦରକାର ବୋଲି କହୁଛି କି ନାହିଁ? କହିବ। ବିବାହ ହେଲା ପରେ ନହେଲେ କଣ କରିବ? ଛାଡିବ, କିଛି ତ କରିପାରିବ ନାହିଁ। ତମେ ଭାସି ଯିବ, ଖଟଲା ବୁକେଲା ଦି ହବ ନାହିଁ, ଚୁପ ହେଇକରି ଥିବ, ପ୍ରାର୍ଥନା କରିବ, ଅବିଶ୍ୱାସୀ ସହିତ ଅସମାନ ରୂପେ ଯଥା ଯିବ ନାହିଁ, ଯଥା ଯିବ ନାହିଁ। ତୃତୀୟ ବିଷୟ, ଗୋଟେ ଜାଗାରେ କାମ କରିବାକୁ ଯିବ, କାମ କରିବ ପଳେଇ ଆସିବ, ଅଫିସକୁ ଯିବ, କଲେଜକୁ ଯିବ, ହଷ୍ଟେଲକୁ ଯିବ, ପାଠ ପଢିବ ପଳେଇ ଆସିବ, ଅସମାନ ରୂପେ ଯଥା ଯିବ ନାହିଁ। ଆମେ ଯୋଉ ଜଗତରେ ବାସ କରୁଛୁ, ଏଠି ବ୍ୟଭିଚାର ବୋଲି କିଛି ନାହିଁ, ସବୁ ଚଳିବ, ସବୁ ଚଳିବ। ଆଗେ ସିନେମା ମନାଇବାର, ଆଗ ସିନେମା କଲା ଧଲା ସିନେମା, ସବୁ କଲା ଧଲା, ସେ ହିରୋ ଇତି ହାଲାଇ ହେଉଥିବ, ନାଚୁଥିବ, ସେ ହିରୋଇନ ପାକେ ମିଶା ଖେଟବେ ନାହିଁ, ସେ ଗଛ ପାଖେ ଧରିଆ କେମିତି ହାଲୁଥିବ, ସେଟା ମିଶା ଆମେ ଦେଖବାର ନାହିଁ, ଲାଜ ହେଇକରି, ସତ ନା ନାହିଁ? ସେମିତି ସିନେମା ହେଲେ ଡକରା ମାନେ ଖାସି ଦେବା ବୋଲେ ବୁଆରୀ ମନ୍ଦିରରେ ପାଲେଇବାର,
से खासबाटा किसटा परे आस सरला बे आस कौन करवा आगो गीत आरंभ हेले सतरा में जते टीवी पन्ना ते जानतो से गीत आरंभ हेले बुआरी मन टके उठी पळेबा एबे बुआरी सात्री दियोर ननंद सबु बसी फाटा टोटा पिंदी नाचुथिबे लाज शरम नलटा मन देखु सतना लुगा पटा नाही ने किटा पण तो तांके जाना तोमर पिला टके मेरा भल लुगा पटा के नि देबो फाटा टोटा नाही टकी मन पिंदा तिबे हाथ नथिबो पिटी नथिबो पेट लुगा एटा डाबु दे घेनु चबरा भलटा गेले हेबो के नाही हां छुआ मन जो सान बेलरु ए फाटा टोटा पिंदबे बड़ले बट्टा पिंदबे कि नाही एटा टकी मन तो हाथ मिसा नथिबो खांडिया हाथी मने हां कि हाथी खांडिया हाथी मन हाथ कने गला हां आजकल देखो चुनी चुनी मिलुची कि दुकान रे नहीं सब अलग अलग ऊपरटा अलग तलटा अलग और चुनी मिसा दुटा इच्छा नहीं हो बोली कौन पाए से माने पिंदंतु क्रिश्चियन पिंदबो नहीं आमर मां मन को देखबो डोकरी मां मने साड़ी पिंदी थिबे केंती केते बढ़िया पिंदी मुंडे ओन्ना मारी थिबे केते सुंदर दुसथिबे हां सतना नहीं आमर इज्जत होची आमर शरीर आमे पवित्र कर रखबार अछि आ म कहिबा पाइ चाहे तृतीय विषय समस्त मन रखिबो हमर भाई बनी माने असमान ज्वाली रे जच्छा जीवन नाही आज प्रार्थना करबो प्रभु कहिबो प्रभु मते दया करे सहाय्य करो प्रभु तृतीय विषय तो सेमना कटकाई देबे लोकमान मिश्र देश भारले सत कथा मात्र दुग्ध मधु प्रभावित देश काहे कि पहुंची पारले नाही तांग संग थिबा लोक माने देखा जाउ जे मिश्रित जनता से लोभासक्त करैले अप्रांतर रे मरेले आपण मान कहिबा पाई चाहे प्रत्येक चेष्टा करिबा कोन करिबा आजि ठारू और पृथक जीवन काटिबा बे चेष्टा करिबा गोटे कॉलेज रे पढंतु गोटे हॉस्टल रे रहंतु गोटे ऑफिस रे काम करंतु हाट रे जानतु व्यापार सागर करंतु मात्र संपर्क हेबो नाही प्रार्थना करिबो प्रभु आपण मान को अनुग्रह करंतु सकाले कहउतिली स्वर्ग जीव पे दुईटा विषय दरकार पाप क्षमा हितबा दरकार पवित्र जीवन काटुतिबा दरकार गोटे होची फॉरगिवनेस आउट अछि होलीनेस ए दुईटा दरकार आउ बेसी किछि दरकार नै प्रथम कोन दरकार फॉरगिवनेस आउट अछि होलीनेस ए दुईटा स्वर्ग दिबा में यथेष्ट माने तुम सब पाप क्षमा हितबार अछि आ तुमे पवित्र जीवन काटुतिबार अछि सकाले पवित्र संजे मिसा पवित्र उपरली पवित्र जुडी दिले मिसा पवित्र मु कहउतिली आपण मान को तमे मद भाटरे थिला बेले कि मद गिलास टेकला बेले प्रभु भारियाले केंती करबो केंती करबो सेटा मैं पचाछि पुड़िया खेपी पाटे पड़ाइला बेल को जीसु भारी आसबे केंती करबो खेपी करा स्वर्ग जीवो मां माने टीवी पाके देखला प्रभु भारी केंती करबो हां ओनरा थाउ तो माजी थाउ तो काकू गिजुडु थिबु प्रभु भारी केंती करबो एटा मु कहिबा पई चाहे पुओ झियो माने तुमे कॉलेज को जाइथिबो कस्तो गपसप करथिबो असले कोन करबो हम टोकी मन भोकवा टोकी मन भक्वाटा मन हमटा मन तुमको मन कहिबा पई चाहूची के तुम जाउथिबो कि नै बाटे गोट पिला कोन करबो स्कूटी अटकाई कहबो हेलो आलो बॉस कोडी जाउछु ए बाटे जाउची कोटी बाटे किस्टा अछि को गाटा नाही नाही आकुछ बड़ दुकान थिबा पाडुआ आलो पाडुआ छाड़ी देबी पाडुआ छाड़ी देबो बाटे छके गले तो ऑटो मिलबो बसी गले हेबो कि नहीं तार स्कूटी रे बसबो से स्कूटी रे बसाई कोन करबो गोस्तले ने रोलो ठीक सेल्फी कोटे नेबा बोलबो सत कि नहीं तो मेर केते श्रद्धा देखो तो एते मते प्रेम करछि ठीक पाकु आलो बोली सेल्फी कोटे नेबो तापर से छके गला गुपचुप बिकुथिबो गुपचुप तली पन संग बिकबो कि नहीं आलो टिक खाई दबा बोलसे कोन करबो प्रथमटा कोन करबो देख केंती स्वाद लो तू खा लो बोले गोटे सेल्फी उठाई दितु गुपचुप खाइला बोले ए बाइडी भाबुची किस्ता केते मते जत्न नउछि बोली करी हां गुपचुप केंती बनाइबे देखिचो ततली देखिचो कीड़ा पंगु थिबो ताके चकट बानी करी कीड़ा तेतली आलू के बटा जाना नहीं तर हाथ घाई तो देखिचो कि नहीं देखिचो हाँ जब देखी जानी से आलू से तेतली से मर्ची गुंड मन चोकटी चोकटी हाथ घाई से घा हाथ खाइबे के मन टोकी मन
ଆଏ ବୋଲି କରେ ଆରେ କଣ করব সে গুপচুপ বিকলা বেলকু যদি ঝাড়া লাগলা বলে সে ঢাল দেরি একা জিমু সে দেখিছি মুই সে ঢাল দেরি ঝাড়া দিব পরে আইলা পরে সে ঢাল একা পানি গাব আমটাকে মানে ভাইয়া আরে কোটে দিও ভাইয়া পানি টিকে দিও ভাইয়া শুক্লাটা দিও ভাইয়া কোনটি ভাইয়া মন জানা নাই এ ভাইয়া কথা ছাড়ো অসল কথা কোন করব সে পিলা গুপচুপ খাইলালে ফটো কোটে ওটাই দিয়েছিব তারপরে কেবে তুমি বিশাপনা যাইছিব এটি শপিং মল ছিল ଯିବା ଟିକେ ଯିବା ଗୋଟେ ଡ୍ରେସ୍ କାଢବ ତମକୁ ଦେଖବ ନା ଦେଖିଲ ଦେଖ ତୋର ପାଇଁ ନାଇଲ ସଙ୍ଗୀତା ପାଇଁ ହେବ କି ନାଇଁ ଟିକେ ଦେଖ ଏ ବାଇଡି ଏମିତି କରି ଦେଖିଲା ବେଳକୁ ଫଟୋ ଉଠେଇ ଦେଇଥିବ କୋଉଠି ଶପିଂ ମଲ ରେ ଲୁଗା ଘେନି ଦେଉ ନାହିଁ ଫଟୋ ଥାଉଲ ଏଟା କୋଉ ଭାଇ ମାନେ ଲୁଗା ଘେନି ଦଉଛନ୍ତି ଭାଇ ମାନେ ଲୁଗା ଘେନି ଦେବେ ଆମର ଦେଶର ଗୁରୁବୁଟି ଦେଖ ରାକ୍ଷୀ ଭାଇ ବୋଲି ରାକ୍ଷୀ ବାନ୍ଧି ବାରି ଉଦଲିଆ ପାଲେଇ ଥାଉଛନ୍ତି ଦେଖିଛନ୍ତି ରାକ୍ଷୀ ଭାଇ ସାଙ୍ଗେ ରୋକାରୋକି ହେଇଛନ୍ତି ଏମାନେ ମାନେ ସେ ରାକ୍ଷୀର ମର୍ଯ୍ୟାଦା ମିଶା ନାଇଁ ଏମାନଙ୍କୁ ମୁଁ ଦେଖିଛି ରାକ୍ଷୀ ଭାଇ ବୋଲ ତ ବୁଲବାକୁ ସୁବିଧା କି ନାହିଁ ଏନେ ବୁଲତେ କେ ମୋର ରାକ୍ଷୀ ଭାଇ ତୋକେ ଭାଇ ନାହିଁ ରାକ୍ଷୀ ଭାଇ ବାନ୍ଧା ହେଇ କରି ଏବେ ଘର ଫେରିଛନ୍ତି ତ କଣ করব ସେ ଲୁଗାର ଫଟୋ ତାପରେ ଏଲୋ ଏଠି ଗୋଟେ ପାର୍କ ଅଛି ଏଠି ଗୋଟେ ବଢିଆ ପାର୍କ କାତ ଯିବା ସେ ପାର୍କରେ ଗୋଟେ ଫଟୋ ଉଠେଇ ଦେଇଥିବ ଏସବୁ ଫଟୋ କାହିଁକି ରଖିଛି ବାଇଡି ମାନେ ଶୁଣ କଣ ପାଇଁ ସେ ରଖିଛି ଜାଣିଛ ତମକୁ ସେ କହିବ ଏଲୋ ତତେ ଗୋଟେ କଥା କହିବି ବୋଲି ଭାବୁଥିଲି ଖରାପ ଭାବୁ ନାହିଁ ମୁଁ ତତେ ବେଶୀ ଭଲ ପାଉছিল ବେଶୀ ଯାରେ କାଲିଆ ମୁଆ ତତେ ମୁଁ ବିବାହ ହେବି ନାହିଁ ବୋଲି କଣ করব ତତେ এক্সপোজ କରିଦେବି তোতে বদনাম করে দেবি বদনাম কি বদনাম তোকে বদনাম করে দেবি তুই ফটো সবু কো ফটো দেখাই বেটি স্কুটি রে বসলাটা গুপচুপ খাইলাটা লুগা ফাটেই ধরলাটা আরি পার্ক রে তবে কিছু ভুল করিন এমতি অনেক ঝিও মানে চতুর কাউ মানে এবে বিরিয়ানি খাউছন্তি কাকু কই পারু নান্তি মন রখিথো ମୁଁ କହୁଛି କାରଣ ତମାନେ ଆମର ଝିଅ ମାନେ ସେଇଥିପାଇଁ ମୁଁ କହୁଛି କୁପ୍ରଚାରକ କହିବେ ନାହିଁ ମୁଁ ଏକା କହିବି ଦୁନିଆର କଥା କହିବି ହୀନସ୍ତା ମିଶା ମୁଁ ଏକା ହେବି ହୀନସ୍ତା ହେଲେ ହେବି ମାତ୍ର ତମର ଜୀବନ ରକ୍ଷା ପାଇଯାଉ ସାବଧାନ ପ୍ରଭୁ ଆଜି ଆମକୁ ସୁଯୋଗ ଦେଇଛନ୍ତି ବସଲା ବେଳେ ଚିନ୍ତା କରିବା କାହିଁକି ପ୍ରଭୁ କେତେବେଳେ ଆସିବେ ଆମକୁ ଜଣା ନାହିଁ ମାର୍କ 13 ପର୍ବ ଯଦି ପଢିବେ ମାର୍କ 13 ପର୍ବ 35-36 ପଦ ଟିକେ ପଢନ୍ତୁ ମାର୍କ 13 ପର୍ବ ତାର 35-36 অতএব কালে গ্রহকর্তা অকস্মাৎ আসি ତୁମମାନଙ୍କୁ ନିଦ୍ରିତ ଦେଖନ୍ତି ଏଥି ନିମନ୍ତେ ଜାଗ୍ରତ ଥାଅ କାରଣ ସେ ସନ୍ଧ୍ୟା ବେଳେ କି ଅଧରାତିରେ କି କୁକୁଡ଼ା ଡାକିବା ସମୟରେ କି ସକାଳେ କେତେବେଳେ ଯେ ଆସିବେ ତା ତୁମମାନେ ଜାଣ ନାହିଁ ତାପରେ ମୁଁ ତୁମମାନଙ୍କୁ ଯାହା କହୁଅଛି ତା ସମସ୍ତଙ୍କୁ କହୁଅଛି ଜାଗ୍ରତ କେମିତି ଥିବ ଜାଗ୍ରତ ଥିବ କାହିଁକି ସେ କେତେବେଳେ ଆସିବେ ତୁମକୁ ଜଣା ନାହିଁ ସକାଳେ ଆସିବେ ଉପରଲି ଆଇବେ ମଇଦାନରେ ଆସିବେ କି ରାତିରେ ଆଇବେ କି କୁକୁଡ଼ା ଡାକଲା ବେଳେ ଆଇବେ ଆମକେ ଜାନା ନାହିଁ କଣ କରିବାର ଅଛି ରେଡିରେ ଥିବାର ଅଛି ସେଥିପାଇଁ ମୁଁ କହୁଛି ତୁମେ ଯୋଉଠି ଥାଅ ରେଡିରେ ଥାଅ ଯୋଉଠି ଥାଅ କିଏ ଥାଉ କି ନଥାଉ ପବିତ୍ର ଥିବାର ଅଛି ମୁଁ ସମସ୍ତଙ୍କୁ କହିବା ପାଇଁ ଚାହେଁ ମୋର ପ୍ରିୟ ମାନେ ପ୍ରଭୁ କେତେ ଦୟାଳୁ ଦେଖନ୍ତୁ ସନ୍ଧ୍ୟାରେ ବର୍ଷା କରେ ମୋର ପାଗକୁ ଦେଖ ଯେଉଁମାନେ ଭାବୁଥିଲେ କି ନାହିଁ ବର୍ଷା ହେଉଛି ଯିବୁ ନାହିଁ ବୋଲି ଏବେ ଘରେ ବସି ଭାବୁଥିଲେ ଯାଇଥିଲେ ହେତାବେ ବର୍ଷା ହେଲେ ଭଲ ହେଇତା ତ ସେମାନଙ୍କୁ ଟିକେ ବିଶ୍ୱାସ କରି ଆଇତେ ହେଲେ ସତନା ନାହିଁ ଆସିନାହାନ୍ତି କିଛି ବାଧା ନାହିଁ ଅନଲାଇନରେ ଅଛି ଶୁଣିପାରିବେ ହେଲା ଏଟା ଓଡ଼ିଆ ବାଇବଲ ଟ୍ୟୁଟୋରିଆଲ ରେ ଲାଇଭ ରେ ଅଛି ଆପଣ ମାନେ ଶୁଣିପାରିବେ ଏଟା ଓଡ଼ିଆ ବାଇବଲ ଟ୍ୟୁଟୋରିଆଲ ରେ ଲାଇଭ ରେ ଅଛି ପ୍ରୋଗ୍ରାମ ଏଇ 3 ଦିନର ପ୍ରୋଗ୍ରାମଟା 2 ଦିନର ପ୍ରୋଗ୍ରାମ ପୁରା ଲାଇଭ ରେ ଅଛି ଆପଣ ଶୁଣିପାରିବେ କାକୁ ଦେଇପାରିବେ ସବୁଦିନ ସକାଳେ ମୋର ବାକ୍ୟ ଗୋଟେ ଆସିବ ସମ୍ପର୍କ ଇଣ୍ଡିଆରେ ନୂଆ ସକାଳର ଆଶା ହଁ ଭାଇ ଶୁଣୁଛନ୍ତି ଭେରି ଗୁଡ ଆପଣ ମାନଙ୍କୁ ବି ଶୁଣିବା ପାଇଁ କହୁଛି 10 ମିନିଟର ବାକ୍ୟ ନୂଆ ସକାଳର ଆଶା ପ୍ରତିଦିନ ସକାଳେ ଗୋଟେ ନୂଆ ମେସେଜ 6ଟା ବେଳେ ଆଇବ ଯଦି ଆପଣ ସବସ୍କ୍ରାଇବ କରିଥିବେ ଟ୍ରିଙ୍ଗ କଲା ବେଳେ 6ଟା ବେଳେ ଶୁଣିବ
7ଟା बेले सबुदिन रविवार दिन को छाड़ी सबुदिन गोटे बाइबल स्टडी मन नौछि निरंजन तुरुक चैनल रे आपण पाई परिबे सब्सक्राइब करि थांतु निरंजन तुरुक ओडिया बाइबल ट्यूटोरियल संपर्क इंडिया एगुडा करथिले कोन हबो आपण जेबे चाइबे वाक्य सुनी पारिबे आ जो वाक्य भल लागबो लिखि दितिबे खाता में केतेबेले चैनल बंद हिजबो काके जाना सरकार तो सब बंद करूची चैनल मिसा केतेबेले से पूर्व आपण लिखि रखि थांतु आपण सुनी दियंतु वाक्य माने एटा अछि लाइव रे म आपण मान कहिबा पाई चाहे काम कला बेले सुनु थाओ थरे मोर जंगल देई कर जाउची मोर वाक्य सुबुची मु देखली के सुनुची गोटे पिला गाई चराई चराई वाक्य शुणुची आउ जड़े भाई मत कहते आज्ञा तुम वाक्य शुणी आज्ञा मुझे परिवर्तन हेली मुझे कहली कु मीटिंग आसी मुझे श्रद्धा होकर कहली कु मीटिंग आस मीटिंग नहीं आज्ञा आम साई चा दुकान रे आज्ञा सकाल सकाल से तुम वाक्य लगाई सकाल चा पीवा को जाए शुणी शुणी मुझे परिवर्तन होली आटो चलाउच वाक्य बजाओ बजाए बजाए चलो कार जाऊच चलो भौणी माने वाक्य शुणी शुणी रंधा बड़ा करो वाक्य शुणी शुणी कर स्मिता शुणे वाक्य शुण मोबाइल कहीं घिनी 20,000 टाका खाली फेसबुक देखा सत कि नहीं झील माने बेसी फोटो उठाई फेसबुक रे छाड़बो नहीं काता कहले थमना बांगटा कर दी थी कौन पाई छाड़वार अच्छी तुम फोटो देखी 500 लोग लाइक करबे 500 लोग लाइक कले केटा प्रस्ताव आइबो गोटे कि सासू नहीं से मोबाइल रखा लाइक आका करबे एबे तो केटा माई जीवन फोटो छाडु छन ताके जे लोग मन लाइक करछथि तार ओनरा मन गागडे रक्त अछि कि नै मि जानि नै तथा नै लाइक बढ़िया दुसुच लव चिन्ह छाड़ी देबे आदि किरा छाड़ी देबे से ओनरा गागडे रक्त नथिबो रक्त बोले ओडिया आइगला कि बनी नथिबो तेबे आका से सोई पारुछि कोन पाई विवाह तो हेलो चिड़ी गला कि नहीं ए फेसबुक रे छाड़ी बोलवा किस्ता अछि सावधानी के थिबो प्रभु केते आसबे हमें जानि न तो ए वर्तमान जुगर हमें अनुरूपी हेबा नहीं कारण एठा हमर रहिबार जगह नहीं तृतीय विषय प्रथम विषय में आपण मान कोन कहउतिली प्रथम विषय होछि ए संसार को प्रेम करबो नहीं द्वितीय विषय ए वर्तमान जुगर अनुरूपी हेबो नहीं तृतीय विषय असमान ज्वाली रे जचा जीव नहीं आ चतुर्थ विषय कौन भय करब नहीं जहन 14 पर्व 27 पद जहन 14 पर्व 27 पद जहन 14 मु तुम मानक शांति हाँ पढ़ंतु तुम मानक हाँ मु तुम मानक शांति दान करी जाउछि मोर निजर शांति तुम मान को दान करुछि जगत जेपरी दान करे मु तुम मान को सेपरी दान करू नहीं तुम मान को हृदय उद्विग्न कि भयग्रस्त न हो भाई भणी माने सुनो चतुर्थ विषय भय करब नहीं मारी देबू चपी देबू काटी देबू बिलाई देबू भाजी खाइबू डरवा दरकार नहीं खाली डराइबे आका खाली मु कहउतली परा आमे जंती बसी करी बाइबल धरी ध्यान करूछु तांको धर्म सेटा नहीं सत थिले तो कहबे सत थिले कहबे सत तो नहीं सत नहीं सब क्रिश्चियन मान को ठेंगा बाड़ी धरी मारो पीटो चर्च को मागो पास्टर को मारो विश्वासी मान को हरान करो हां कबर तोपला मोड़ के उठकाउ छन मोड़ खाऊ माने तो मरी गला तोपी देलो पड़ी गला कि नहीं ताके उठका ना कबर देबा को देबो नहीं माने केमती मिसा कोन करबा अछि एमन को हैरान करी क्रिश्चियन नेबा को देबार नाही मु कहउतिली आपण मान को हमें क्रिश्चियन नेबा पूर्व केंती थिलु यदि माइक दी पचारबी केते प्रकार कथा भारबो नै कि के चोर थिला के मधुआ थिला के बेसिया थिला के स्त्री को मारू थिला केते प्रकार क्रिश्चियन नेबा में भल पड़ी गलु एबे भल करी खाउछु भल करी पिदुछु भल करे अछु पिलान शिक्षित हेले आमे भल पड़लु पाप काम करूनु चोरी काम करूनु कोनसी भूल काम करूनु एटा से मन को भल लागु के एटा मने आदिवासी माने भल पड़बाटा एमान को भल लागु ना एटा के एटा हमें भल पड़बाटा भल लागे के सेटा मने जानी रखि थाओ कौन करबे आमर लोक पटाइबे जाओ मारो पिटो हानो काटो प्रभु कहउछथि भय करो नहीं भय करो नहीं यीशु कौन कहउछ जानि छथि और पद टिके पुस्तक खोलंतु आपण पढ़ी परिबे लूक पुस्तक काढंतु लूक पुस्तक
ଲୁକ କାଢନ୍ତୁ, ଲୁକ 12 ପୂର୍ବ ତାର 4 ପଦ 5 ପଦ। କିନ୍ତୁ ମୋହର ବନ୍ଧୁ ଯେ ତୁମ୍ଭେମାନେ କିନ୍ତୁ ମୋହର ବନ୍ଧୁ ଯେ ତୁମେମାନେ ତୁମ୍ଭମାନଙ୍କୁ ମୁଁ କହୁଅଛି ତୁମମାନଙ୍କୁ ମୁଁ କହୁଅଛି ଯେଉଁମାନେ ଶରୀରକୁ ବଧ କରନ୍ତି ଯେଉଁମାନେ ଶରୀରକୁ ବଧ କରନ୍ତି ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ ତାର ପରେ କିଛି କରିପାରିବେ ନାହିଁ, ସେମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ଭୟ କର ନାହିଁ। ଝୁମରି ମାନେ ଝୁମରି ମା ଏବାଟେ ଦେଖା ପାଗ ବଢିଆ ହେଇଗଲା କି ନାହିଁ? ପାଗ ବଢିଆ ହେଇଗଲା, ଥଣ୍ଡା ହେଇଗଲା, ପାଗରେ ଦେଇ ମୁଣ୍ଡେ ଅନା ଦେଲେ ତ ନିଦ ଭାରି ଆସୁଛି। ମୁଣ୍ଡ ଟେକି କରି ଦେଖ, ହେଟା ମୁଣ୍ଡକୁ ନିନ୍ଦ ଡୁମା ବୋଲବେ। କଣଟା? ହେଟା ମୁଣ୍ଡକୁ ନିନ୍ଦ ଡୁମା। ମୁଣ୍ଡ ତଲେ କଲ ବୋଲେ ଖେଟ ବସେ। ମୁଁ ଦେଖୁଛି କି ଟାମା ମାନେ ଆଖିଲିମି ଥରେ ଗୋଟେ ମିଟିଂ ରେ ଗୋଟେ ପାଷ୍ଟର ଆଜ୍ଞା ପ୍ରଚାର କରୁଛନ୍ତି, ଘର ଭିତରେ ହଉଛି ପ୍ରଚାର କରୁଛନ୍ତି। ପ୍ରଚାର କରୁ କରୁ ଗୋଟେ ମା କୁ ପଚାରିଲେ, ମା କିଛି ପଶୁଛି ବୋଲେ ତମ ମୁଣ୍ଡେ କିଛି ପଶୁଛି କି ବୋଲେ, ଏ ତ ଢୁଲିଛି ଆଖେ କାଢିଦେଲା କିଟା ପଶୁଛି। ସେ କହିଲା କିଟା ପଶୁଛି ଭାବଲା, ପରେ ଦେଖିଲା ବେଳେ ସେ ଦେଖୁଛି ଗୋଟେ ମୂଷା ଗୋଟେ ପୁରୁଛି ବାହାରୁଛି, ପୁରୁଛି ବାହାରୁଛି। ପରେ କିସ ବୋଲି କହିଲା, ଆଜ୍ଞା ମୁଣ୍ଡ ପୁରୀ ଗଲା ବେ ଆଜ୍ଞା, ଲେନ୍ ଯାକ ବାକି ଅଛି ବୋଲଲା। ସେ ପାଷ୍ଟର ଭକୁଆ ହେଇଗଲା, ମୁଇଁ ପଚାରୁଛି ମୋର ବାକି ମୁଣ୍ଡେ ପୁରୁଛି କି ବୋଲେ, ଏ କିସ କହୁଛି ଆଜ୍ଞା ମୁଣ୍ଡ ପୁରୀ ଗଲା ବେ ଲେନ୍ ଯାକ ବାକି ଅଛି ବୋଲଲା। ବୋଲା ନାଇଁ ଆସିଛୁ ଶୁଣବାର କି ନାଇଁ, ଏବେ ତ ଖାଇଦେ ଶୋଇବୁ କି ନାଇଁ, ଘରେ ଯିବୁ ବେ, ଘରେ ଯା ପାରି ଶୁଆ, କିଏ ମନା କରୁଛି? ସେ ପଦ ଟିକେ ପଢନ୍ତୁ ଆହୁରି ଥରେ। କିନ୍ତୁ ମୋର ବନ୍ଧୁ ଯେ ତୁମ୍ଭେମାନେ କିନ୍ତୁ ମୋର ବନ୍ଧୁ ଯେ ତୁମେମାନେ ତୁମ୍ଭମାନଙ୍କୁ ମୁଁ କହୁଅଛି ତୁମମାନଙ୍କୁ ମୁଁ କହୁଅଛି ଯେଉଁମାନେ ଶରୀରକୁ ବଧ କରନ୍ତି ଯେଉଁମାନେ ଶରୀରକୁ ବଧ କରନ୍ତି ମାତ୍ର ତାହା ପରେ ଆଉ କିଛି କରିପାରନ୍ତି ନାହିଁ, ଶରୀରକୁ ବଧ କରନ୍ତି ଆଉ ତାହାପରେ କିଛି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ସେମାନଙ୍କୁ ଡର ନାହିଁ, ସେମାନଙ୍କୁ ଡର ନାହିଁ। ଏବେ ଗୋଟେ ଗାଁରେ ଆମର ଆଦିବାସୀ ମା ମାନେ ଯୀଶୁକୁ ବିଶ୍ୱାସ କଲାରୁ ଖୁଟେ ବାନ୍ଧି କରି ମାରୁଛନ୍ତି, ଖୁଟରେ ବାନ୍ଧି କରି ମାରୁଛନ୍ତି, ବୁଟରେ ମାରୁଛନ୍ତି, ଲାତ ବିଧା ମାରୁଛନ୍ତି। ଭେଣ୍ଡିଆ ପିଲାମାନେ କଣ ପାଇଁ? ଯୀଶୁକୁ ଛାଡ। ସେମାନେ କହିଲେ ନାଇଁ ଆମେ ଯୀଶୁକୁ ଛାଡିବୁ ନାହିଁ, ଖୁଟେ ବାନ୍ଧି ମାରୁଛନ୍ତି। ଆମର ମୁଖ୍ୟମନ୍ତ୍ରୀ ଆଦିବାସୀ ପଦେ କାତା ମିଶା ହେ ନାହିଁ, କାହିଁକି ବୋଲେ ତାଙ୍କ ନାଁରେ କେସ୍ ମିଶା କରେ ନାହିଁ। ଆମର ରାଷ୍ଟ୍ରପତି ମିଶା ଆଦିବାସୀଟା ସେ ବି କୁହତ ନାହିଁ। ଏମାନେ ଆଦିବାସୀ କି କିଟା ମୁଇଁ ମିଶା ଜାଣି ନାହିଁ, ଆଦିବାସୀକୁ କଷ୍ଟ ହେଲେ ଦୁଃଖ ମିଶା ଲାଗେ ନାହିଁ। ଆମର ମୁଖ୍ୟମନ୍ତ୍ରୀ ଏତେ ଆଦିବାସୀ ଝିଅ ମାନଙ୍କୁ ଅତ୍ୟାଚାର ହେଲା, ପଦେ କଥା ମିଶା ହିଁ ନାହିଁ। ଖାଲି ରାନ୍ଧା ହେଲା ବେ ଖାଇବା ବେ କି ବୋଲି ପଚାରୁଛନ୍ତି, କିଛି ନାହିଁ। କଣ ବାଜାବାଲା କୁଆଡେ ଗଲେ? ବାଜାବାଲା ସେଟା ଚିନ୍ତା, ବାଜାବାଲା ଆରେ କିଛି ନାହିଁ। ମନେ ରଖିଥାନ୍ତୁ, କାଲିକି ଆପଣଙ୍କୁ ଅତ୍ୟାଚାର ହେଇପାରେ, ଅନ୍ୟାୟ ହେଇପାରେ, ଆପଣଙ୍କ ବିରୁଦ୍ଧରେ ଚିନ୍ତା କର ନାହିଁ। ଶରୀରକୁ ବଧ କରିବେ, ତାପରେ କିଛି କରିପାରିବେ ନାଇଁ, ସେମାନଙ୍କୁ ଭୟ କର ନାହିଁ। ତାପରେ କଣ ଲେଖା ହଉଛି? କାହାକୁ ଭୟ କରିବ ତାହା ମୁଁ ତୁମମାନଙ୍କୁ କହିବି, ବୋଧ କଲା ଉତ୍ତାରେ ନରକରେ ନିକ୍ଷେପ କରିବାକୁ ଯାହାଙ୍କର ଅଧିକାର ଅଛି ତାହାଙ୍କୁ ଭୟ କର। ତାଙ୍କୁ ଭୟ କର। ସବୁକେ ଡରବାର ଦରକାର ନାହିଁ, ସମସ୍ତଙ୍କୁ ଡରିବା ଦରକାର ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ ଭୟ କରନ୍ତୁ ନାହିଁ, ଭୟ କର ନାହିଁ। ପ୍ରଥମ କଥା ମୁଁ ଆପଣ ମାନଙ୍କୁ କହୁଥିଲି, କଣ କଣ ସଂସାରକୁ ପ୍ରେମ କରିବ ନାହିଁ। ଦ୍ୱିତୀୟ ବିଷୟ, ଜଗତର ରୂପୀ ହେବ ନାହିଁ, ଅସମାନ ଜୁଆଳିରେ ଯଚା ଯିବ ନାହିଁ। ଏବେ ହଉଛି ଭୟ କରିବ ନାହିଁ, ଭୟ କରିବ ନାହିଁ। ତାଡ଼ନା ପରେ ତ ସ୍ୱର୍ଗ। ସ୍ୱର୍ଗ ଯିବା ପାଇଁ ପ୍ରଥମ ପାହାଚ ହଉଛି ମନ ପରିବର୍ତ୍ତନ, ଆଉ ଶେଷ ପାହାଚ ହଉଛି ତାଡ଼ନା। ଯୀଶୁ କଣ ବୋଲି କହୁଛନ୍ତି? ମାଥିଉ 5 ପର୍ବ 10-12 ଯଦି ପଢିବେ, ତାଡ଼ନା ପ୍ରାପ୍ତ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ମାନେ ଯୋଉ ଲୋକ ତାଡ଼ନା ପାଇବ ସ୍ୱର୍ଗେ ସେ ଯିବ। ତେଣୁ ତାଡ଼ନା ଆସୁଛି ବୋଲେ ଜାଣ ତମର ଜୀବନ ଠିକ ଅଛି। सबके ताड़ना आयो नहीं। आजिकाली आम मास सब गचे लोग ढेल मारबे, को गचे ढेल मारबे
जो गचे आम थी मिठा खटा छाड़ सेटा जो गचे आम थी मारबे ढेला मारबे अरे गचे चेकी कर धुनाइबे जेबे तुम जीवन में फल आसी तुमको लोक माने ताड़ना करबे और जो गचे फल थी डाल मन के थी नई करी थी नम्र ही करी थी से आम नम्र हेबा आमर प्रभु शिखाई नांती आमर प्रभु शिखाई नांती नले से माने ठेंगा बाड़ी धीरे आइले आमे भी धीरे कर भारतीय बोल केंती था सत कि नहीं से माने 50 लोग मुंड चपले बोले आमे 10 लोग तो चपतु कि नहीं मात्र प्रभु हमके साथ शिखाई नांती जदि आमे आदिवासी माने पूर्ण जीवन को पलाइबु बोले हमर पाखे ठिया मिसाई परबे कारण एबे मिसा हमर घर से माडिया चब्बा ठेंगरी अछि अछि कि नहीं सबुर घरे अछि मांडिया चब्बा ठेंगरी अछि टांगी मिसा अछि सेटा मन अछि प्रभु कहले छाड़ो एटा मने सेटा मन छाड़ी कर आसीछु हमें मद छाड़ी आसीछु गंजे छाड़ी आसीछु व्यभिचार छाड़ी आसीछु पाप छाड़ी आसीछु आमे यीशु को विश्वास करछु कारण जार मापुर जंती थिबो से सेंतिया का थिबो मापुर जंती भक्त मिसा सेंती मापुर गंजे खाइले भक्त किसा खाइबो जिलापी खाइबो से भी तो गंजे खाइसी कि नहीं यीशु मापुर जंती आमे भी सेंती ताड़ना आसबो निंदा आसबो अपमान आसबो और गाँव रे मु थरे जाइली से गाँव रे बहुत ताड़ना होइथिला लोक मान को घर भांगी दी बहुत वर्ष तलर कथा एटा माने 2000 मसीहा पाखा पाखी गोटे कोटी गोटे मु जाइछि से गाँव रे से बस रे गली जाऊ जाऊ डेरी ही गला से गाँव रे ताड़ना होइछि लोक घर को भांगी दी धान मांडिया नहीं जाइछंती छेली मेंढा नहीं जाइछंती हांडी कोटी चपी दी लुगा पटा पड़े दी किछि नै और मीटिंग करिछंती मु जाइतिली से गाँव रे मु चिंता रे जाउछि केंती करबी किस्ता प्रचार करबी एमन तो दुख रे थिबे एमन तो कष्ट रे थिबे किस बोली प्रचार करबी बोली भाबी भाबी मुई गली सिटी जाई खेटला पर कोन बोली कहले आज्ञा तुम आइबा तो देरी हैला आज्ञा हमें आराधना सरै दीचु खाली दानो मिसा सरी गला बे खाली बाकी आका बाकी आछे मु कहली हो ठीक अछि एते समय तो बसिचो ठीक ठियाई गोटे गीत गाओ तापरे बसबा तापरे मु कहली गीत आराम करो बोल तो आराम कले गोटे गीत देसिया गीत ताड़ो ना सही जा तो ना सही जा रे ताड़ो ना सही जा से ड्रम अच्छी बाजाउछंती ढम ढम करी सबु नाचुछंती सबु नाचुछंती ताड़ो ना सही जा तो ना सही जा रे ताड़ो ना सही जा माथ्यू 5:10 पद विश्वास करी तू पड़ी जा रे ताड़ो ना सही जा एंती बाजा द्रुम छाड़ नाट मोर पाखे डोकरी आसी नाचुची मोर सामना रखा आटा नई जाइची हां से डोकरी तो नाचुची एंती करी नाचुची मु देखली डोकरी को भेंडिया लोग तो नाचुछंती पिला मन नाचुछंती ए डोकरी के की श्रद्धा देछि आटा मिसा बांटा हेलाबे हाथे गड़े बोपू नहीं ए किस पे नाचुची पर पास्टर आगे पचले आज्ञा ए डोकरी के की श्रद्धा देछि बोला आज्ञा तार किछि नाही ने आज्ञा तार घर गुरा चोपी दैछंती हांडी कुनी मिसा नहीं गाई गरु नहीं चाउल नहीं लुगा पटा नहीं से पिंदला लुगा गोटे काका छे से लुगा पिंदी से आनंद करुछि खाली के आसी पारे व्यस्त हेबा नहीं यीशु कहउछंती भय करो नहीं मते थरे जने कहउथिला आसी करी आज्ञा तुम एंती प्रचार करछ जे आज्ञा तुमको जदी जेल रे पकाई देले केंती करबो मु कहले मक्का जेल रे प्रचार ले पकाई देले 1000 टा निरंजन भारबे कि नहीं ए टोकी मन भारबे जे पिला मने जतकी जानचो भारी तो प्रचार करबा कथा आमे मरी गले 1000 टा भारबे सेटा चिंता नहीं से बोले कहबो नहीं किया रे सत के कहबो कि नहीं सत कले दुका धरबो कि नहीं सबके धरेगा तुमके दुका धरछि ताके भी दुका तार सत कहबो नहीं कि हां सत कहबा पे पड़बो तो जदि आपण को ताड़ना आसुची निंदा आसुची कौन करिवो आनंद पद पड़िबे से पदटा अति 5 पर्व 10 पद रु पड़ी जाओ धार्मिकता निमंते ताड़ना प्राप्त लोके कौन भाई ताड़ना चोरी करबा पई जुआ खेलबा पई सेटा पई ताड़ना नहीं धार्मिकता निमंते ताड़ना प्राप्त लोके धन्य हाँ कारण स्वर्ग राज्य से मान करो तापरे
ଲୋକେ ଯେବେ ତୁମମାନଙ୍କୁ ଲୋକେ ଯେବେ ତୁମମାନଙ୍କୁ ମୋ ସକାଶେ ନିନ୍ଦା ଓ ମୋ ତାଡ଼ନା ସକାଶେ କରନ୍ତି, ନିନ୍ଦା ଓ ତାଡ଼ନା କରନ୍ତି, ପୁଣି ମିଥ୍ୟାରେ ତୁମମାନଙ୍କ ପୁଣି ବିରୁଦ୍ଧରେ ମିଥ୍ୟାରେ ତୁମମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା ସମସ୍ତ କହନ୍ତି, ପ୍ରକାର ମନ୍ଦ କଥା କୁହନ୍ତି, ତେବେ ତୁମେମାନେ ଧନ୍ୟ। ତେବେ ତୁମମାନେ ଧନ୍ୟ। ଆନନ୍ଦ କର, ଆନନ୍ଦ କର, ଉଲ୍ଲସିତ ହୁଅ, ଉଲ୍ଲସିତ ହୁଅ। ଆଜି ଗୋଟେ ଜାଗା ଲାଗିଛି ନୃତ୍ୟ କର ବୋଲି ଲେଖା ହେଇଛି। ଆନନ୍ଦ କର, ଉଲ୍ଲସିତ ହୁଅ, ନୃତ୍ୟ କର। କାରଣ ସ୍ୱର୍ଗରେ ତୁମମାନଙ୍କର ପୁରସ୍କାର ପ୍ରସ୍ତୁତ। ହାଲେଲୁୟା। ପୁରସ୍କାର କୋଉଠି? ସ୍ୱର୍ଗରେ। ସ୍ୱର୍ଗ ଇତି ନାହିଁ। କୋଉଠି? ସ୍ୱର୍ଗରେ। ହଁ, ସ୍ୱର୍ଗରେ। ସେଇଥିପାଇଁ ଭୟ କରିବେ ନାହିଁ। ଯୀଶୁ କହୁଛନ୍ତି ଭୟ କର ନାହିଁ, ଚିନ୍ତା କର ନାହିଁ। ଆମେ ସେ ଗୀତ ଗାଉଛୁ ପୁରା, ତ ଆଗେ ଆଗେ କେତେ ଯେ ଗଲେ লত কহই পুন সহিজা যিশু সমান প্রিয়তম যিশু নাম গাও জয় গান কর জয় গান প্রিয়তম যিশু নাম। তো আগে আগে কেতে তুমি একলা দুঃখ পাইবা লোক নাই, ତମ ଆଗେ ଯୀଶୁ ମିଶା ଗଲା ଅଛ। ଆହୁରି କେତେ ପ୍ରଚାରକ ଯାଇଛନ୍ତି, ଆଉ କେତେ ଭାବବାଦୀ ଯାଇଛନ୍ତି, ତମେ ବି ସେ ରାସ୍ତା ରାଖା ଯାଉଛ। ସ୍ୱର୍ଗ ଯିବା ରାସ୍ତା କଷ୍ଟ ରାସ୍ତା, ସତ ନା ନାଇଁ? ମାନେ ଏଇଟା ଆମର ଦେଶ, ଆମର ଦେଶରେ ଅଛୁ। ଖାଲି ଭୋଟ ଆକା ତମେ ନେବା ଆମଠୁ। ଏ ଦେଶ ଆମର ଦେଶ। ଏ ଦେଶ ସବୁ ଲୋକ ଭୋଟ ଦେଇ ପାରିବେ ନାହିଁ, ଆମେ ଦେଇପାରୁଛୁ କାରଣ ଆମେ ଭାରତୀୟ ଅଛୁ। ଆମେ ଇତିର ଲୋକ, ଆମେ ଆଦିବାସୀ ମାନେ କୋଉଠୁ ଆସିଛନ୍ତି? ଇତିର ଲୋକ ମାନେ କୋଉଠୁ ଉଡି ଆସିଲାର ନାହିଁ। ଆମେ ଆମକୁ କହୁଛ ତମେ କୋଟର ବୋଲି କରି, ଆମେ ଇଟିର ବାବୁ, ଇଟିର ଲୋକ। କିନ୍ତୁ ଆମେ ଜାଣିଛୁ ପ୍ରିୟ ମାନେ, ଗୋଟେ ଦିନ ଯୀଶୁ ମହାପ୍ରଭୁ ଆସିବେ, ଆମେ ଉଠିଯିବୁ। ହାଲେଲୁୟା। ଏଟା ଆମର ସବୁବେଳେ ରହିବା ଜାଗା, ରହିବା ଜାଗା ନାହିଁ। ଆମେ ସବୁବେଳେ ଇତି ଥିବୁ ନାହିଁ ଭାଇ ଭଉଣୀ ମାନେ। ଆମେ କଣ କରିବା? ଆଜି ପ୍ରାର୍ଥନା କରିବା, ପ୍ରଭୁ ମତେ ଗୋଟେ ପ୍ରସ୍ତୁତ ଜୀବନ ଦିଅ ରାଜା, ପ୍ରସ୍ତୁତ ଜୀବନ ଦିଅ। ଆଉ ପଞ୍ଚମ ବିଷୟ କହି ସାରିବା ପାଇଁ ଚାହୁଁଛି। ପଞ୍ଚମ ବିଷୟ ଏବ୍ରି 11 ପର୍ବ 38 ପଦ। ଏବ୍ରି 11 ପର୍ବ 38 ପଦ। ପ୍ରାନ୍ତର ପର୍ବତ ଗୁହା ପୁଣି ପୃଥିବୀର ଗହ୍ୱର ଭ୍ରମଣ କଲେ, ଜଗତ ସେମାନଙ୍କର ଯୋଗ୍ୟ ନଥିଲା। ପଞ୍ଚମ ବିଷୟ କଣ? ଏ ଜଗତ ଆମମାନଙ୍କର ରହିବାର ଯୋଗ୍ୟ ଜାଗା ନାହିଁ। ବିଶ୍ୱାସୀ ମାନେ ରହିବାର ଯୋଗ୍ୟ ଜାଗା ପୃଥିବୀ ନାହିଁ। ଭାଇ ମାନେ ଶୁଣ, ଏ ଜଗତ ଆମର ରହିବାର ଯୋଗ୍ୟ ଜାଗା ନାହିଁ। ସେଇଥିପାଇଁ କୁହାଯାଉଛି ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ, ସ୍ୱର୍ଗ ରାଜ୍ୟ, ସ୍ୱର୍ଗ ରାଜ୍ୟ, ସ୍ୱର୍ଗ ରାଜ୍ୟ। ଦୁଇଟା ତ ରାଜ୍ୟ ଆଗକୁ ଥିବ, ନର୍କ ରାଜ୍ୟ, ସ୍ୱର୍ଗ ରାଜ୍ୟ। ଆରି ଓଡିଶା ରାଜ୍ୟ, ଆନ୍ଧ୍ର ରାଜ୍ୟ, ତାମିଲନାଡୁ ରାଜ୍ୟ ଆରି ଆଗକୁ ନଥିବ। ପୃଥିବୀ ନଷ୍ଟ ହେଇଯିବ, ବିନଷ୍ଟ ହେଇଯିବ। ସେମିତି ଟାଇମ ଆସୁଛି। କଣ ଲେଖାଯାଉଛି? ପଞ୍ଚମ କଥା ମନେ ରଖିବ, ଏ ଜଗତ ଆମର ରହିବାର ଯୋଗ୍ୟ ସ୍ଥାନ ନାହିଁ। ବା ଏଥିପାଇଁ ଆମେ ଯୋଗ୍ୟ ତିଆରି ହବାର ନାହିଁ। ଏହା ଥିଲେ କେତେ, ନଥିଲେ କେତେ, କିଛି ନାହିଁ। ଯଦି ମା ଡାଲି ଭାତ ବନେଇ ଦେଲା, ଆରାମରେ ଖାଇବ। ମାଂସ ମିଳିଗଲେ ହାଲେଲୁୟା, ଅଣ୍ଡା ତରକାରୀ ମିଳିଲେ ପ୍ରେଜ୍ ଦ ଲର୍ଡ। ସତ କି ନାହିଁ? ଆଗ ଏତେ ଗରିବ ଥିଲୁ, ଯେବେ ମା ଅଣ୍ଡା ତରକାରୀ ବନାଇବାର, ସେଦିନ ଭାତ ଟିକେ ବେଶୀ ରାନ୍ଧିଥିବାର କି ନାହିଁ। ଆରେ ପିଲାମାନେ କେମିତି ଖାଇବାର? ସେ ଝୋଲ ଆଲୁ ସାଙ୍ଗେ ସବୁ ଭାତ ଖାଇଦେଇ ଅଣ୍ଡାକୁ କନେ ରଖି ଦେଇଥିବାର। ସମସ୍ତଙ୍କର ମନେ ଥିବ, ସେ ଅଣ୍ଡାକୁ ମା ପଚାରବେ, ଏ ଅଣ୍ଡା ଖାଇବୁ ନା? ଖାଇବି ଗୋ, ଖାଇବି, ଭାତ ଟିକେ ଦେ ମା, ଭାତ ଟିକେ। ସତ କି ନାହିଁ? ସେମିତି ଥିଲୁ। ଆରେ ଏମିତି ବି ଗରିବ ଥିଲୁ, ଗୋଟେ ଅଣ୍ଡାକୁ 2 ଫାଳ କରିବେ ମା ଦେଇଛି, ଆମେ ଖାଇଛୁ। ଆମର ପିଲାମାନେ ଜାଣିନାହାନ୍ତି ତୁରାନି ପାନି ପିଇବାଟା। ସତ କି ନାହିଁ? ଆମେ ତୁରାନି ମିଶା ପିଇଛୁ। ଯେତେବେଳେ ରାତିରେ କଣ କରବାର? ମା ଆଗେ ଭାତ ରାନ୍ଧବାର। କଣ ପାଇଁ? ଯେ ଦିନ ଯାକ ପିଲାଟିକୁ ଭୁକ ହେଇଥିବେ ବୋଲି ସେ ତୁରାନି ଗାଲି ଦେଇକରି ଟିକେ ଭାତ ସକଡ଼ି ପକାଇ ଦେଇକରି নুন ପକାଇ ଦେଇଦେଲେ, ଏ ସେଟାକୁ ମାଡ ଗଲାରି, ତାକୁ ଗୋଟେ ଗିଲାସ ଦେଲୁ, ତାକୁ ବଡ ଗିଲାସ, ମକେ ସାନ ଗିଲାସ। ସତ କି ନାହିଁ? ଏବେ ଆମର ପିଲାମାନେ ହରଲିକ୍ସ ଖାଇଲେ ମିଶା ସେ ପେଟା ପରତା ହଉଛନ୍ତି। କୁରକୁରେ ଲେସ୍ ଖାଇବା ଲୋକେ ଦେଇଥିବେ। ସତ କି ନାହିଁ? ଏବେ ସେ ତୁରାନି ଗାଈ ଖାଇକରି ସଣ୍ଡ ପରା ହେଇଯାଇଛି। ଦେଖିବେ ଏ ଗାଈ ମାନେ କାହିଁକି ମୋଟା? ଯୋଉଟା ଆମେ ଫିଙ୍ଗୁଛୁ ସେଟା ଭଲ ଟାକା ଫିଙ୍ଗୁଛୁ। ମୂଲା ଖାଉଛୁ, ମୂଲା ଡାଲକେ ଫିଙ୍ଗୁଛୁ। ସେ ମୂଲା ଡାଲ ଖାଇକରି
ମୂଲା ଡାଲ ଖାଇବାର ହେଲା, ମୂଲା ଡାଲ ଖାଇବାର, କୋବି ପତ୍ର ମିଶା ଖାଇବାର ଅଛି, ଖାଇବାର ଅଛି। ଆମର ତ କଣ ମୂଲା କେମିତି କଣ କେତେ ତ ମାଣ୍ଡିଆ ପିଇବେ ନାହିଁ, ମୁଁ ପିଇବି ନାହିଁ ମାଣ୍ଡିଆ, କାଲିଆ ହେଇଯିବି, ଏ ବୁଆ ବା ହିରୋଇନ ଯିବ ସିନେମାରେ ଆକ୍ଟିଂ କରିବା ପାଇଁ। ସେଟା ପାଇଁ ଦେଖିବେ ଆମରଟା ମାନେ ଏମିତି ଗାଗରେ ବପୁ ନାହିଁ। ଏଟା ମାନେ ଆମର ମା ମାନେ କେମିତି ଥିଲେ ଆଗେ, ବେଡାରେ ଯିବାର, ଧାନ କାଟବାକୁ ଯିବାର, ପୋଲା ମାରିବାକୁ ଯିବାର, ଆରେ ଘରେ ଆସି ଡେଲିଭରି କରୁଛନ୍ତି। ପାନି ହାଣ୍ଡି ଦୁଇଟା ବହିଥିବାର, ପାନି ହାଣ୍ଡି ଉତରାଇ କରି ଡେଲିଭରି। ଜଙ୍ଗଲରେ ଯାଇଥିବେ କାଠ ଆଣିବା ପାଇଁ, ଆଇଲା ବେଳେ ପିଲାକୁ ଧରି କରି କିସ ହେଲା लो ସିତିଆକା ହେଇଗଲା ତା ବୋଲି ଆସିଥିଲେ। ଆଜିକାଲି ଆମର ବୁଆରୀ ମାନଙ୍କୁ ପିଲା ପାଇଦେବେ ବୋଲି 15 ଦିନ ଆଗରୁ ଯାଇ ମେଡିକାଲରେ ମାଟେ ମାରି ବସିଥିବାର ଅଛି। କଣ କିସ ପାଇଁ ଆସିଛ? ନାଇଁ ଆମର ବୁଆରୀ ପିଲା ପାଇବ ତ। ସାତରା ସାତରୀ ଦିଅର ନଣନ୍ଦ ସବୁ ସେଠି ଜାଗିଥିବାର ଅଛି ମୁଟୁ ମୁଟୁ କରି। କାହିଁକି ଏମାନେ କିଟା ଖାଉଛନ୍ତି? ଏ କୁରକୁରେ, ଲେସ୍, ଆରେ ଏଗ ରୋଲ, ଆରେ ସୁପ, କିଟା ସୁପ ଯଦି ଭଲ କରି ଦେଖିବ ସିଙ୍ଗନ ବାଲା ଦିଶୁଥିବ ସେଟା। କିସ୍ ତା ବନାଉଛି ସେ ମରଲା କୁକୁଡାକୁ ସତକିରେ ସେ ହାଡ ଘର ଚପି ଦେଲେ ସୁପ। ସେଟା ପାଇଁ ଆମର ରୋଗ ଦର ଛାଡୁନାହିଁ। ଯୋଉ ଦିନରୁ ବ୍ରଏଲର ଆସିଲା କି ନାହିଁ ସେଦିନ ଲୁଲୁ ଥାପା ପରା ହେଇଗଲୁ ଆମେ। ବସଲେ ଉଠି ପାରୁନୁ, ଉଠିଲେ ସତକି ନାହିଁ। ଦେଶୀ କୁକୁଡା ଗୋଟେ ବ୍ରଏଲରକୁ ରଖତ ଗୋଟେ ଜାଗାରେ, ଗୋଟେ ଜାଗାରେ ରଖିଦେବ। କଣ ଦେଶୀ କୁକୁଡା ବ୍ରଏଲରକୁ ରଖିକରି ତୁମେ ବାଲଡା ଯିବ, ଆଇଲା ଭିତରେ ସେ ଦେଶୀ କୁକୁଡା ତ କେତେ ପାଳେଇଥିବ, ଏ ବ୍ରଏଲର କୋଉଠି ବସି ବସିକରି କକ୍ 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 କରି ହାଗି ହେଇସି ଜାଗା କେନେ ଜୀବ ମିଶା ନାହିଁ। ସେଟା ସେଟା ଖାଲି ଆମେ କେମିତି ଥିବୁ ଆରି ହାତ ଦୁକା, ମାଣ୍ଡି ଦୁକା, ଆଟା ଦୁକା। କାହିଁକି ତାକୁ ସେତିକି ଇଞ୍ଜେକ୍ସନ ଦଉଛନ୍ତି, କାହାକୁ ସେତିକି ଇଞ୍ଜେକ୍ସନ ଦଉନାହାନ୍ତି। କାହିଁକି ଅଳ୍ପ ଦିନ ଭିତରେ ସେ 2 କେଜି ହେବାର ଅଛି, ତାକୁ ଇଞ୍ଜେକ୍ସନ ଦେଇ ଇଞ୍ଜେକ୍ସନ ଦେଇ ଇଞ୍ଜେକ୍ସନ ଦେଇ ଫୁଲାଉଛନ୍ତି। ଆମେ ଖାଇକରି କେମିତି ହଉଛୁ, ଆମେ ମିଶା ଫୁଲୁଛୁ। ପ୍ରିୟ ଭାଇ ଭଉଣୀ ମାନେ କଣ ଥାଉ କି ନଥାଉ ବ୍ୟସ୍ତ ହୁଅନ୍ତୁ ନାହିଁ। ଏ ଜଗତ ଆମର ରହିବାର ଯୋଗ୍ୟ ଜାଗା ନାହିଁ। ପ୍ରସ୍ତୁତ ଜୀବନ କାଟିବାର ଅଛି। ପ୍ରଭୁ ତେବେ ଯେବେ ଆସିବ ମୁଁ ତୁମ ରାଜ୍ୟକୁ ଯିବି। ମୁଁ ଆପଣ ମାନେ କହୁଥିଲି ପ୍ରିୟ ଭାଇ ଭଉଣୀ ମାନେ, ଆମେ କେବେ ମରିବୁ ଜଣା ନାହିଁ, ପ୍ରଭୁ କେବେ ଏବେ ଜାଣା ନାହିଁ, ମାତ୍ର ମରଲେ ସ୍ୱର୍ଗକୁ ଯିବ ଏଟା ଜାଣିଥିବାର ଅଛି, ଏଟା ଜାଣିଥିବାର ଅଛି। ଆମେ ଆପଣ ଯଦି ପଢିବେ ଫିଲିପିଓ 3 ପର୍ବ, ଫିଲିପିଓ 3 ପର୍ବ ତାର 20-21 ପଦ, ଫିଲିପିଓ 3:20-21। ଆମ୍ଭେ ମାନେ ତ ସ୍ୱର୍ଗର ପ୍ରଜା, ଆମ୍ଭେ ମାନେ ତ କୋଉଠର ପ୍ରଜା? ସ୍ୱର୍ଗର ପ୍ରଜା। ଆମେ ଭାରତର ମିଶା ପ୍ରଜା, ସ୍ୱର୍ଗର ମିଶା ପ୍ରଜା। ଆମ୍ଭେ ମାନେ ତ ସ୍ୱର୍ଗର ପ୍ରଜା, ମଧ୍ୟ ସେ ସ୍ଥାନରୁ ମଧ୍ୟ ଆମ୍ଭେ ମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନର ଅପେକ୍ଷାରେ ଅଛୁ। କଣ ଅପେକ୍ଷାରେ? ପ୍ରଭୁଙ୍କର ଆଗମନର ଅପେକ୍ଷା। କେତେବେଳେ ମୋର ଯୀଶୁ ମହାପ୍ରଭୁ କ୍ଷତି ଦେବେ ମୁଇଁ ଯିବାର ଅଛି ବୋଲି ଆମେ ରେଡି ଥିବାର ଅଛି। ଆମେ ମୋର ପ୍ରିୟ ମାନେ ପ୍ରସ୍ତୁତ ହେଇ ରହିବା। କେତେବେଳେ ସେ କୁକୁଡା ଡାକଲା ବେଳେ ଆସିବେ କି, କେତେବେଳେ ଆସିବେ ଆମେ ରେଡି ଥିବାର ଅଛି। ଆମର ଘର ଜୟପୁରରେ ଗୋଟେ ଅଛି, ଆମେ କଟକରେ ରହୁଛୁ। ଦିନେ କଣ ହେଲା, ରାତି 2ଟା ବେଳେ ପରା ଆସିଲୁ ଘରେ, ରାତି 2ଟା। ଆଗେ ମୋର ମା ଥିଲା, କବାଟ ଖୋଲୁଥିଲା, ଏବେ ମା ତ ନାହିଁ। ଆମେ ଏକା କବାଟ ଖୋଲିଲୁ, ସାମାନ ପତ୍ର ଧରି ଉପରେ ଚେଗଲୁ, ଆମର ଘରେ ଗଲୁ, ଭିତରେ ଗଲୁ। ଆରି 4ଟା ଅଧେ ବେଳେ ବାହାରିଲୁ, 2ଟା ବେଳେ ଯାଇ 4ଟା ଅଧେ 5ଟା ବେଳେ ଆରି ଉତରୁଛୁ। ମୁଇଁ କହିଲି ପ୍ରଭୁକୁ, ପ୍ରଭୁ ଏ ଘର ଗୋଟେ আছে, এদি কেবে ঝাড়ু করবাটা নাই, ঘর পুছবাটা নাই, এ পর্দা চেঞ্জ করবাটা নাই, রান্দা বাড়া নাই, এ ঘরে বসি করি ফুলু মিশানু, ফ্যান পবন নাই, কিছু নাই। কিসটা প্রভু এ ঘর? প্রভু কইলে এটা তোর ঘর নাই, তোর ঘরে এবিদে তুই খেটি নুতা। হালেলুয়া। সেদিনরু এ ঘর লালসা মিশা পলাইলা, আরে নাই কিছু নাই। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର କହିବା କଥା ଆମର ଘରେ ଏସି ଅଛି ହେଲା, ଏସି ଅଛି। ମେ ମାସରେ ଗୋଟେ ଦିନ ମିଶା ଘରେ ରହିନୁ। ଏମିତି ଜାଗାରେ ଯାଇଛ ଯୋଉଠି କରେଣ୍ଟ ନାହିଁ, ଯୋଉଠି ଲାଇଟ ନାହିଁ, ଯୋଉଠି ଫ୍ୟାନ ନାହିଁ, ଯୋଉ ଘରେ ଅଛୁ କବାଟ ଅଛି ଝରକା ନାହିଁ, ଏମିତି ଗରମ, ପିଇବାକୁ ଭଲ ପାଣି ନାହିଁ,
কষ্ট যে কষ্ট কোন পাই বুলবার ଅଛି তাহলে মে মাসে রেস্ট নেলে তা কি নাই নাই এটা আমি সুবিধার রইবার সময় নাই এটা কেমতি অটে প্রভুଙ୍କ রাজ্য পাই প্রস্তুত করবাটা এটা আপন ମାନଙ୍କୁ ମୁଁ କହିବା ପାଇଁ ଚାହେଁ ପ୍ରତ୍ୟେକଙ୍କୁ ମୋର କାମ ଗୋଟେ ଲୋକମାନଙ୍କୁ ସତର୍କ କରାଇବା ଲୋକମାନଙ୍କୁ ଜାଗ୍ରତ କରାଇବା এটা হচ্ছে ମୋର କାମ ମୁଁ ବେଶୀ ନୂଆ ଶିକ୍ଷା ଦେବି ନାହିଁ ପରିବର୍ତ୍ତନ ହେବା ଶିକ୍ଷା ଦେବି ସମସ୍ତଙ୍କୁ ମୁଁ ହିନ୍ଦୁ ବିରୋଧୀ ନାହିଁ କି ଖ୍ରୀଷ୍ଟିଆନ ସପକ୍ଷ ନାହିଁ ମୁଁ କୋଉ ଧର୍ମ ବିରୋଧୀ ନାହିଁ କୋଉ ଜାତି ବିରୋଧୀ ନାହିଁ କୋଉ ଭାଷା ବିରୋଧୀ ନାହିଁ ମୁଇଁ ତ ଭାରତୀୟ କି ନାହିଁ ଏ ଭାରତରେ କେତେ ଧର୍ମ ଅଛି କେତେ ଜାତି ଅଛି କେତେ ବର୍ଣ୍ଣର ଲୋକ ଅଛୁ କେତେ ସଂସ୍କୃତି ଅଛି ଏଟା ଆମର ଦେଶ ମୁଁ ବିରୋଧୀ ନାହିଁ ମୁଁ ସମସ୍ତଙ୍କୁ ଗୋଟେ କଥା କହୁଛି ଯେ ଯୀଶୁ ମହାପ୍ରଭୁକୁ ଗ୍ରହଣ କଲେ ତମର ତ ଜାତି ଯାଉ ନାହିଁ ତମର ତ ଧର୍ମ ପରିବର୍ତ୍ତନ ହଉନାହିଁ ତମର ତ ନା ପରିବର୍ତ୍ତନ ହଉନାହିଁ ଗ୍ରହଣ କଲେ ଅସୁବିଧା କଣ କି ନାହିଁ ଆମେ ତ କହୁନୁ ଯୀଶୁକୁ ଗ୍ରହଣ କଲେ ତମର ଧର୍ମକୁ ଛାଡ଼ିଦିଅ ବୋଲି ବାଇବଲ ତ ସେ କହୁନାହିଁ ଆମକୁ ତ ଧର୍ମ ପରିବର୍ତ୍ତନ କରିବା ପାଇଁ କୁହା ହଉନାହିଁ ମନ ପରିବର୍ତ୍ତନ କର ପାପକୁ ଛାଡ ଜୀବନକୁ ସଜାଡ এটা ପାଇଁ ତମର ଧର୍ମ ଛାଡବା ଦରକାର ନାହିଁ ତମର ଜାତି ଛାଡବା ଦରକାର ନାହିଁ ତମର ନା ଚେଞ୍ଜ କରିବା ଦରକାର କି ନାହିଁ ଚେଞ୍ଜ କରିବା ଦରକାର ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ ମତେ ଜଣେ ଲୋକ ମୋର ମେସେଜ ଶୁଣି ଲେଖିଥିଲା ନିରଞ୍ଜନ ଗୋଟେ ହିନ୍ଦୁ ନା ବୋଲି କହି ହେଲେ ହେଇଥିବ କାହିଁକି ହିନ୍ଦୁ ନା ହେଇଥିବ ନା ହିନ୍ଦୁ ହେଲେ କିସ ହେଲା ମୁଇଁ ତ ଯୀଶୁକୁ ବିଶ୍ୱାସ କରୁଛି କଥା ନା ନାହିଁ ଏବେ ନା ଖ୍ରୀଷ୍ଟିଆନ ନା ଚେଞ୍ଜ କରିବି କି ନା ଚେଞ୍ଜ କରିବି ନିରଞ୍ଜନ କା ଜହନ କି ମଶା ବୋଲି ଲେଖିବି ନା ନିରଞ୍ଜନ କା ଏଠି ଅନେକ ଲୋକର ନାଁ ଅଛି ଅନେକ ନାଁ ଅଛି ଆମେ ନା ଚେଞ୍ଜ କରିନୁ ଜାତି ଚେଞ୍ଜ କରିନୁ ଧର୍ମ ଚେଞ୍ଜ କରିନୁ ମନ ପରିବର୍ତ୍ତନ କରିଛୁ ସମସ୍ତେ କହିବା ପାଇଁ ଚାହେଁ ମାନେ ମୁଁ ଧର୍ମ ବିରୋଧୀ ନୁହେଁ ଲୋକ ଭାବି ପାରନ୍ତି ଏ ଆମର ଧର୍ମ ବିରୁଦ୍ଧ କୋଉ ଧର୍ମ ବିରୁଦ୍ଧରେ ମୁଁ କହୁନାହିଁ କୋଉ ଧର୍ମ ସପକ୍ଷରେ କହୁନାହିଁ ମୁଁ କାହାକୁ କେବେ କହୁନାହିଁ ଖ୍ରୀଷ୍ଟିଆନ ହୁଅ ବୋଲି ମୁଁ ଖାଲି କହୁଛି ଯୀଶୁଙ୍କୁ ଗ୍ରହଣ କର ଯୀଶୁଙ୍କୁ ଗ୍ରହଣ କର ଯୀଶୁଙ୍କୁ ଗ୍ରହଣ କଲେ ଧର୍ମ ପରିବର୍ତ୍ତନ କରିବା ଦରକାର ନାହିଁ ମନ ପରିବର୍ତ୍ତନ କର ଜୀବନ ପରିବର୍ତ୍ତନ କର ଚରିତ୍ର ପରିବର୍ତ୍ତନ କର ଆଜି ନହେଲେ କାଲି ଜଗତ ଛାଡି ପଳାଇବୁ କେନେ ଯିବୁ ଏ ଜଗତ ଆମର ରହିବାର ଯୋଗ୍ୟ ସ୍ଥାନ ନାହିଁ ଆମେ କଣ କରିଛୁ ତାଙ୍କର ଆଗମନ ଅପେକ୍ଷାରେ ଅଛି ତା ତଳପଦ କଣ ଲେଖା ଅଛି ସେ ଆପଣାର ଯେଉଁ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟ ବଶୀଭୂତ କରିପାରନ୍ତି ତଦ୍ୱାରା ଆମମାନଙ୍କ ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀର ସଦୃଶ କରିବେ କେମିତି କରିବେ ଏ ଶରୀର ମା ମାନେ ଶୁଣା ମୁଁ ଆସିଲା ଦିନରୁ ଶୁଣୁଛି ମା ମାନେ ଖାଲି ଦୁଃଖା ସୁଖା କହୁଛନ୍ତି ଏଟା ଥାଉ ବେ ଥିଲେ ଥାଉ ସୁସ୍ଥ ହେଲେ ପ୍ରେଜ ଦ ଲର୍ଡ ସୁସ୍ଥ ନହେଲେ ହାଲେଲୁୟା କିଛି ଚିନ୍ତା ହେବାର ନାହିଁ ସ୍ୱର୍ଗ ତ ଯିବୁ କି ନାହିଁ ସ୍ୱର୍ଗ ଆମର ପାଇଁ আছে ହେଲା ଅସ ଖାଇବା ପ୍ରାର୍ଥନା କରିବା ପ୍ରଭୁ ସୁସ୍ଥ କଲେ ଭଲ ନହେଲେ ବି କିଛି ଅସୁବିଧା ନାହିଁ ସ୍ୱର୍ଗ ତ ଯିବୁ କି ନାହିଁ ଯେତେବେଳେ ଆମେ ମରିଯିବୁ ଉଠିଲା ବେଳେ ସେ ରୋଗାରୀ ନଥିବ ସେ ବେମାରୀ ନଥିବ ଆମେ ଯୀଶୁ ମହାପ୍ରଭୁ ରାଜ୍ୟରେ ଯିବୁ ସେଠି আর ଦୁଃଖ ନାହିଁ ନିହାତି କଷ୍ଟ ନାହିଁ ନିହାତି ରୋଗ ନାହିଁ ମୃତ୍ୟୁ ନାହିଁ ସ୍ଥିତି ଯିବାକେ ଆମେ ଭାଗଲୁ ଅଛୁ ସେଟା ପାଇଁ ଏ ଚିନ୍ତାରେ ଆମେ ଥିବାର ନାହିଁ ଚିନ୍ତାରେ ଥିବାର ନାହିଁ ଆମର ଦେହ ମିଶା ଖରାପ ଅଛି ମୋର ସ୍ତ୍ରୀର ଦେହ ଖରାପ ରହୁଛି ମୋର ଦେହ ଖରାପ ରହୁଛି ଔଷଧରେ ବୁଲୁଛୁ ଏବେ ଏ ବାବୁ ଚିନୁ ବାବୁ ଚିନି ତ ଏ ବାବୁର ନା ଚିନୁ ବଢିଆ ନା ଦେଇଛନ୍ତି ଚିନବାକୁ ସୁବିଧା କି ନାହିଁ আর ନା କି ନା ଚିନୁ ଏବେ ମଝିରେ ଜ୍ୱର ସେ ଢୁଲିଛି ହନ ହନ ଫୋନ କଲି ଗାଡି ଧରି ଭାର ବାବୁ ଯିବା ମତେ ଜ୍ୱର ହଉଛି ସାର୍ ଆସେ ଔଷଧ ଦେବି ବୋଲି ସେ ଜ୍ୱର ମାଣ୍ଡିଆ ବାହାରିଲା ସେ আসলা মান্ডিয়া গোটে গিলাস পি আসছিলা ঔষ খা সে ঔষ খাইয়া গাড়ি চলাইলা আর না কমলা কি নাই স্যার টিকে টিকে কমুছি পরে উল্লা পরে ভাত খাইলা আরই ঔষ খাইলা পরে এমতি রেকর্ডিং করদেলা তারপর রাত্রে আর ঔষ খাইলা আরই রেকর্ডিং কলা এবার জ্বর ছাড়ি গলা ମୋ ସ୍ତ୍ରୀ କର୍ମୀ ବେଳେ ବେଳେ ଦେହ ଖରାପ ହେଇଯିବ ମୋର ଭଲ ଲାଗୁନି ଚାଲ ଔଷ ଖାଇ ଚାଲ ମତେ ମିଶା ତ ହେଇଥାଉଛି ଗୋଟେ ମିଟିଂ ରେ ଯାଇଥିଲୁ ଏନର ତନର ଖାଇ ପକାଇଲୁ प्रभु को दास बोली तो तेल पका मसला पका दुनिया पका बनाइबे पेट खराब हो गला केमती करबार ए वर्षिप वाला को कहली मु आइबे जे गीत गाउ तो सबको कहली आखिली मो कहले वाक्य सरी ना किस आगे आखिली माउचंती आखिली बिला पर कहली वर्षिप लीड करो मु नो आइबे जाय चलाई तो चलाइले 15-20 मिनिट ले गारे तो सुविधा नहीं कि नहीं प्लेन थी जेने गले भाटा दिसुथिबो
কেনে ଯିବାର ତାରି ଯେନେ ଗଲେ ଲୋକମାନେ ପ୍ରେସ୍ ତଲ ରାଖିଆ ବୋଲୁ ତେନେ ଯାଅ ପ୍ରେସ୍ ତଲ सीधा बोला इति की प्रेस तल अरे प्रिय माने गली अरे आइली आइला पर बाक्य मते जणे कहूची आज्ञा बाक्य मझे काई क्या वर्शिप कराइलो आज्ञा मुई कहली वर्शिप ना रे बाबू मोर वार चलीतिला मोके जुद चलीतिला चलीची प्रिय भाई भौणी माने एटा रोगर दुनिया ए सब चालबो मां माने आखी भल दिसे नहीं चिंता करो नहीं महाप्रभु आइले देखबू बे काय देखवा एतके दिन देखलु बे ए बोलो केतला कहउछथि बाबू मैं सुनी पारु नहीं भल डोकरा डोकरी हेले न सुनबाडा भल नले पो कहतबो बुहारी कहतो सबुर कथा न मुर्दु कहबो के नहीं तमे सुनबा दरकार नहीं कोई जाले तो हेला रे तत के नहीं कुटकुटा कहबो सुनला बलके मैं सुनी नहीं हला ए सीधा कथा सब सुनबा दरकार नहीं कहबा को गीत गाइबा को प्रार्थना करबा को थमना फुटुची यथेष्ट सुनबा दरकार तब कह बाबू मके जीरे नहीं बाबू मेसिन दुर्बल है बेर केते जिसीता जानी कर अलप अलप खादी देखबो तमे मांडिया मिलिंग पाइ नेबो कि नहीं नेले खड़ करबो से मांडिया चूना मिलिंग करबाटी जदि सब मांडिया गोट संग ढाली देबो से किदुरबो से मेसिनरी हो तो बिना ग्राइंडर रे मिसा देखो ग्राइंडर रे एका संग भर्ती करे किदुरबो सेटा को रोटकी जीवो सेटा अलप अलप खाइबार मेसिन दुर्बल है कि नहीं आगर पारा खाई पारु नहीं बाबू खाई पारबो नहीं मेसिन तो अलप अलप खाओ बल करी खाओ सिल्ला कथा के नहीं मोर प्रिय भाई बनी माने चिंता करबा दरकार नहीं हमर पे स्वर्ग अछि हालेलुया सेटा प्रस्तुत थिबा ए जगत रो प्रस्तुत रे नहीं ए जगत रो भरोसा में रहिबा नहीं मु समस्त को कहिबा पई चाहे आज प्रार्थना करबा प्रभु मोर बल का दिन तोर अपेक्षा रही प्रभु मुझे भी से अपेक्षा रोची बसुची प्रार्थना करुची प्रभु तुम्हें केबे आसबो राजा तुम्हें केबे आसबो तुम्हें केबे आसबो प्रभु एई भरोसा रे मु बंचुची मोर प्रिय माने मु आपन मान को समस्त को कहिबा पई चाहे आज प्रार्थना करबा एठु गला बेले गोटे प्रार्थना सहित जीवा प्रभु को कहिबा प्रभु आज ठारू पुराना जीवन को छाड़ुची प्रभु आ पुराना जीवन काटबी नहीं राजा मु नया जीवन काटबी प्रभु मते दया करे सहाय्य करो एटा प्रार्थना करबा अछि मोर प्रिय भाई भौणी माने अनेक लोग भाबुछन्ति कोन प्रभु काई के आसु नांती बोले स्वर्ग बदल रेडी है नहीं था वायरिंग काम थीबो बोले चुन चुना मारुथिबे लेट्रिन काम बाकी थीबो काई की कबाट सरका बसे नहीं काई के सबे जीसु महाप्रभु अनेक भाबुथिबे जीसु काई के आसना बोले किछि नहीं जीसु गला बेला का कोई कर गले मोर पिता को राज्य रे अनेक वासस्थान अछि बाने रेडी अछि माथ्यू 25 पर्व 34 पद टी पढ़े माथ्यू 25 पर्व 34 पद हाँ माथ्यू 25 34 सेतेबेले राजा अपना दक्षिण पार्श्वस्थ लोक कहिबे आसो आसो मोहर पिता को आशीर्वाद पात्र माने तुम मानक निमंते जगतर पतनावधि जो राज्य प्रस्तुत करा जाई अछि कोन करा जाई अछि ठीक चिन्ह कर दो सेटा कोन लगाइछि प्रस्तुत करा जाई अछि सेथिर अधिकारी प्रस्तुत करा जी बोले काई नहीं प्रस्तुत करा जाई अछि इट इज ऑलरेडी प्रिपेयर्ड तैयारी है सारी चीज खाली जिसु आसमान का बाकी अछि रेडी स्वर्ग रेडी खाली स्वर्ग रेडी नहीं नरक मिसा रेडी ही गला बे जिसु आइला वाला का रेडी करे आछंती सहित पे जिसु स्वर्ग नरक रेडी 41 पद पढ़ो माथ्यू 25:41 तत्परे से बाम पार्श्वस्थ लोकों को मध्य कहिबे रे शापग्रस्त माने मो सम्मुखरु दूर होई शैतान ओ ताहार दूत मानक निमंते प्रस्तुत करा जाइथिबा अनंत अग्नि मध्य को प्रस्थान करो अग्नि मध्य को प्रस्तुत करा जाइछि नरक कार पाई शैतान आदि तार दूत मानक पाई आमे झूठा खाऊ मने फुसकी मद खाई पुड़िया खाई माइजी बाया हे जुआ खेली नैला बुरबुटी करी आमे जाउछु शैतान एकला काई कि थिबो मोई मिसाल जीबी हमर टोकी माने काई कि जीबे नैला बुरबुटी करी जीबे हमर पाई नरक मनुष्य पाई नरक बनाई नांती
आमे नथिबा काम प्रभु जो मना करिसंती सेटा मन करी करे आमे नरक को जाउछु। आज प्रार्थना करबा प्रभु मैं प्रस्तुत रथिबी पवित्र जीवन काटबार अछि। पद आडि थरे पढबा सकाले पढिथिलु एवरी 12 पर्व 14 पद एवरी 12 पर्व 14 पद। हाँ समस्त सहित बाइबल कार कार पाख चिठी उठाओ तो हाथ ऊपर उठाओ देखबा कार पाख बाइबल अछि हेलो ऊपर उठाओ। हाँ उठाओ उठाओ बाइबल ऊपर उठाओ। हाँ बाकी लोग भोज। हाँ वेरी गुड मोर प्रिय माने एटा सब बड़ विषय आमे जो शिक्षा करूछु उठा उठाई तो टिके। हाँ आमे जो शिक्षा करूछु इटी लेखा हेलाटा शिक्षा करूछु सत ना नहीं लेखा न हेलाटा नहीं मु लेखा न हेला कथा कोई नहीं तुमके लेखा थिला कथा कहूची तले रखंतु आमे बाइबल रो ध्यान करूछु। मोर प्रिय भाई भनी माने प्रभु मान को अनुग्रह करंतु प्रभु मान को सहायता करंतु एई जो जगत रे में वास करूछु एटा सब बेले रहिबा जगह नहीं आमे प्रस्तुत होई रहिबा। प्रभु यीशु ख्रीष्ट बाइबल सराइला बेलकु गोटे कथा 3 थर कहउछंती गोटे कथा को 3 थर कहउछंती। प्रकाशित वाक्य 22 पर्व 7 पद रे लिखा जाउची पढिबे देखो देखो आम्भे शीघ्र आसुछु। कोन में लिखा आइची देखो आम्भे शीघ्र आसुछु। 12 पद पढो देखो हाँ? आम्भे शीघ्र आसुछु। से तो 7 पद रे कहले छिड़ी गला कि नहीं आरी 7 पर 8 9 10 11 12 रे आरी कहउछंती देखो आमे शीघ्र आसुछु। 20 पद पढबो जे एही समस्त विषय रे साक्ष्य जे ए समस्त विषय साक्ष्य देउछंती से कहंती सत्य आम्भे शीघ्र आसुछु। सत्य आमे शीघ्र 3 थर कहउछंती सत्य आमे शीघ्र आसुछु बल्किस्टा एटा सत मुई आइलिनी बोलबाटा सत्य आमे शीघ्र मिछ नहीं सत्य एटा माने गोटे अध्याय रे गोटे कथा को 3 थर किसे कहबार अछि। 3 थर काई के कुआ जाय गोटे कथा बोले एटा इंपोर्टेंट थिबो गुरुत्व थिबो बारंबार कुआ जाउथिबो जदि धन्यंतु बाती आसबार थिबो भूमिकंप आसबार थिबो रेडियो रे टीवी रे मोबाइल रे बारंबार कहथिबे बाती आसुची एटे आसलाबे विशाखापट्टनम खेटलाबे सिटी खेटलाबे बारंबार हमें देखुथिबे काई की अर्जेंट थिबो सेटा जानवा दरकार। मोर प्रिय भाई बनी माने प्रभु मान को अनुग्रह करंतु आज चिंता करबा यीशु को शीघ्र आसुची हमें से पद पढुथिलु पुनी थरे पढबा एवरी 12 पर्व 14 पद समस्तଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ। ପବିତ୍ରତା ବିନା କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ ବିନା ପବିତ୍ରତାର ସ୍ୱର୍ଗ ଯାଇ ହେବ ନାହିଁ। ସକାଳେ କହିଥିଲି ଏବେ ଆରି କହୁଛି ପବିତ୍ର ହିଁ ରହିବାର ଅଛି ପବିତ୍ର ହେଇଥିବାର ଅଛି ବିନା ପବିତ୍ରତାର ସ୍ୱର୍ଗକୁ ଯାଇ ହେବ ନାହିଁ। ମାଥ୍ୟୁ 5 पर्व 8 पद टिक पढ़ी दियो माथ्यू 5 8 पढ़ंतु शुद्ध चित्त लोके धन्य कारण से माने ईश्वरଙ୍କ दर्शन पाइबे। कार दर्शन पाइबे जार चित्त शुद्ध थिबो। मोर भाई भौणी माने सुनो मोर मन सफा थिबार अछि आखि सफा थिबार अछि तेबे मैं प्रभु का दर्शन पाई परबी। हालेलुया आज प्रार्थना करबा मीटिंग सरी जीवो घर को पलाइबा आज पवित्र जीवन काटवा प्रस्तुत जीवन काटवा आमे जानी ना प्रभु केबे आसबे आमे जानी ना आमे केबे जीवा। मोर दुख कोन हमर भारतर लोक मन यीशु को जानंती नै जदि स्मरण होंती ताको मानंती आ गर्व करती आमे मानुछु आमे यीशु को मानबु नै बोली जानी नांती यीशु के जानी नांती यीशु को ग्रहण करूछंती एक दिन अनुताप करबे से माने कारण यीशु को ग्रहण करने द्वारा कार जाति चली जाऊ नहीं कार धर्म परिवर्तन हो नहीं नाम परिवर्तन जीवन परिवर्तन करने पाप छड़ा यीशु को छड़ा के पाप क्षमा दे पारबो नहीं आ स्वर्ग जीवा बाट यीशु आगा अलग बाट नहीं नरक जीवा पे लक्ष लक्ष बाट अच्छी स्वर्ग जीवा गोटे बाट यीशु पवित्र जीवन काटवा आसतु जो जगह ठिया हवा और प्रार्थना करने समस्ते अपना अपना स्थान ठिया हवा। हालेलुया समस्ते प्रिय माने चक्षु बंद करिबा हाथ जोड़िबा प्रभु को पाखु जीवा
प्रभु को कहवा प्रभु मु आपण पाखक आसुची मत दया कर मोर प्रिय भाई भनी माने ए जगत आमर रहिबार योग्य स्थान नाही एटी आमे सब बेले रहिबा नाही जहाँकर आगमन करिबा से आगमन करिवे विलंब करिवे नाही विलंब काहे के करूछंती केही जेपरि विनष्ट न होंती समस्त जेपरि परिवर्तन होंती एथि पई से विलंब करूछंती जदि आजर मीटिंग तमे आसी न थांतो ए 2 दिन मीटिंग जदि आसी न थांतो जीवन केंती थांता पापरे का थांतो प्रार्थना करबा हाथ जोड़बा मुंड नुआइबा प्रभु को पाखे प्रार्थना करबा समर्पित हो जिबा प्रभु को कहबा प्रभु वो जमती भी अच्छी तुम पाख आसुची प्रभु प्रभु मोर पाप को स्वीकार करुची मोर मंदता को स्वीकार करुची मोर असुस्थता को स्वीकार करुची प्रभु मते दया करो प्रभु मते दया कर साहाय्य करो प्रभु दया करो प्रभु दया करो प्रभु दया करो प्रभु अनुग्रह करो ओ मोर प्रिय भाई भनी माने ओ मोर प्रिय भाई भनी माने सुजोग एटा अछि हम पाए एमिटी सर्वा पूर्वरु जीवन को समर्पण करि जिबा पवित्रता बिना स्वर्ग को जाई हेबो नै शुद्ध चित्त न हेले प्रभु को दर्शन पाई हेबो नै जदि जीवन कौन सी पाप अछि मोर झियो माने एबे तुमे कांदी पारिबो एबे तुमे अनुताप करि पारिबो एबे तुमे प्रभु को कहि पारिबो प्रभु मते दया कर बोले प्रभु आपण को दया करिवे प्रभु आपण को सहानुभूति हेबे मोर प्रिय भाई भनी माने एटा अनुताप करिबा समय एटा अनुताप करिबा समय दुई बाहु मेली एटा जीवन को सजाड़िबा समय पापरु फेरिबा समय धरे yes lord yes lord yes lord डाकु छंती यीशु राजा ओ राजा क्षमारु धीरे thank you lord दुई बाहु मेली दया करो राजा दया करो प्रभु दया करो ओ प्रभु दया करे साहाय्य करो डाकु छंती यीशु राजा क्षमारु धीरे God yes lord फेरिया रे थोरे क्रूतरोणी समस्त प्रार्थना करंतु कई नीरव रुहंतु नाही समर्पित हुअंतु फेरिया रे थोरे क्रूतरोणी प्रभु मत दया करो राजा वो पाप जेते अच्छी जीवने फेरिया रे थोरे प्रभु दया करो प्रभु फेरिया रे थोरे क्रूसणी भूली पथ जियोछु माया संसारे yes lord yes lord भूली पथ जियोछु माया संसारे yes lord तथापि जे यीशु राजा प्रेमिक से जे yes lord फेरिया रे थोरे क्रूस सोरणी फेरिया रे थोरे क्रूस सोरणी आसतु समर्पित हो जिबा हाथ दुईटी स्वर्ग आड़ को उठेबा समस्ते उच्च कर उठांतु एटा समर्पण हस्त अटे समर्पित हो जिबा कहवा प्रभु को प्रभु मते दया करो पवित्र जीवन काटिबा पाई साहाय्य करो
प्रभु मते दया करो मोर भाई भौणी माने एमती सुजोग हारी मिलबो कि हमको गोटे सुस्थ सुंदर वातावरण देइछंती ठंडा पाग देइछंती कहारो किछि डिस्टर्बेंस नहीं केवल प्रभु को रोब ही सुना जाउछि आउ से रोब भी स्पष्ट सुना जाउछि पवित्र आत्मा स्पष्ट भाव रे कहउछंती पुओरे छिओरे तो जीवन रे जो पाप अछि ताकू परित्याग करि दे सेई गोटे पाप सेई छोट पाप सेई गुप्त पाप छाड़िबा पाए संकल्प नियंतु प्रभु कर साहाय्य मागंतु प्रभु मते साहाय्य करो आज ठारू पवित्र जीवन काटिबी जेते दिन बंचिबी प्रभु मु स्कूल को जाए बा कॉलेज को जाए बा हॉस्टल को जाए व्यापार करबा को जाए मु हाट को जाए मु सेवा कार्य पाई जाए प्रभु प्रिय प्रभु को दास माने मन रखि तांतु आपण जोटी सेवा कार्य करबा पाई जाउचंती रे पाप सेडी जोगिछि आपनको पाप रे पकाइबा पाई गोटे पाप सेडी जोगिछि गोटे प्रलोभन जोगिछि अनेक प्रभु को दास माने पाप करी अभिषेक हरई करी सेवा करूचंती अभिषेक नहीं अनुताप भी नहीं अभिषेक चली गला पर गोटे अनुताप थिबार अछि प्रभु काहे कि प्रभु से अभिषेक नहीं काहे कि प्रभु तुमे मो संग कथा होनो काहे कि प्रभु मोर सेवा रे सही आश्चर्य कर्म हो नहीं भाई माने मुंडा को ऋण अछि प्रभु कहते पाप सकाश जानी जानी भी पाप छाड़ी पारुन घर चलवा को कष्ट देह खराब अनेक समस्या अनेक निंदा अनेक ताड़ना ता सत्वे भी हमें पाप छाड़ी प्रस्तुत न पाप हमको एते खुशी लगुच कि पाप हमको एते श्रद्धा दउछि कि झियो माने तुम गोटे पाप पाई तुम कैरियर आगु उठी पारु नहीं गोटे पाप तुम लाइफ रे तुम टर्निंग पॉइंट से आसवा कथा जोसेफ जिते पाप कला नहीं परवर्ती समय प्रभु ताको उन्नत करुछंती सदरक में गोविंद सालिस करी नांती प्रभु सर उठाउछंती दानिएल कंप्रोमाइज करी नांती आपण भी कंप्रोमाइज करंतु नहीं पाप सहित कंप्रोमाइज करंतु नहीं आसंतु प्रार्थना करिबा पे छिबा हालेलुया समस्त मुख खोली प्रार्थना करिबा गोटे 2 मिनिट समस्ते प्रार्थना करिबा केही नीरव रहिबा नै समस्ते मुख खोली प्रार्थना करिबा हालेलुया अनुताप निरने कांदे मन सारा भाले मुही देल की मला गिरु धीर अनुताप निरने कांदे मन तारा भाले मुही देल की मला गिरु धीर अनुताप निरने सृष्टि लगी अनेक स्वर्ग जे भरिला तुमे किंबा नीरवरे सबु सही गला सृष्टि लगी मने किंपा स्वर्ग जे भरिला तुमे किंपा नीरवरे सबु सही गला अनुताप निरने कांदे मन तारा भाले मुही देल की मला गिरु धीर अनुताप निरने
ନିରନେ ଆସନ୍ତୁ ପ୍ରାର୍ଥନା କରିବା ପାଇଁ ଯିବା। ଗୋଟିଏ ଅନୁତାପ ଆପଣଙ୍କ ଜୀବନର ସବୁ ପରିସ୍ଥିତିକୁ ପରିବର୍ତ୍ତନ କରିଦେବ। ନହେଲେ ଗୋଟିଏ ପାପ ଆପଣଙ୍କ ସବୁ ସର୍ବନାଶ କରିଦେବ। ଆପଣ ବହୁତ ହରେଇଛନ୍ତି, ମୋର ପୁଅ ଝିଅ ମାନେ ଜୀବନରେ ବହୁତ ହରେଇଛନ୍ତି। ଗୋଟିଏ ପାପ ଆପଣଙ୍କର କେତେ କ୍ଷତି କରିଛି, ସେ କ୍ଷତି ଠାରୁ ବଡ କ୍ଷତି ହବ ଯଦି ପାପ ଛାଡିବେ ନାହିଁ, ସ୍ୱର୍ଗ ଆପଣ ହରେଇବେ। ପ୍ରାର୍ଥନା କରିବା ସମସ୍ତେ, ସେ ପାପର ସୁଖରୁ ବାହାରି ଆସନ୍ତୁ। ପ୍ରଭୁଙ୍କୁ କୁହନ୍ତୁ, ପ୍ରଭୁ ମୁଁ ପାରିବି ନାହିଁ, ପ୍ରଭୁ ମତେ ଦୟାକରି ସାହାଯ୍ୟ କର। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ। ଗୋଟେ ହାତ ସ୍ୱର୍ଗ ଆଡକୁ ଉଠେଇବା, ଆଉ ଗୋଟେ ହାତ ନିଜ ଛାତିରେ ରଖିବା। ଗୋଟିଏ ହାତ ସ୍ୱର୍ଗ ଆଡକୁ ଉଠାନ୍ତୁ, ପ୍ରାର୍ଥନା କରିବା ପାଇଁ ଯିବା। ପିତା ପରମେଶ୍ୱର, ଆଜିର ସନ୍ଧ୍ୟା ପାଇଁ ଧନ୍ୟବାଦ ଦଉଛି। ପ୍ରଭୁ ଭୀଷଣ ବର୍ଷା, ଚାରିଆଡେ ଅନ୍ଧକାର, ପ୍ରଭୁ ଆମେ ଆଶା ମଧ୍ୟ ହରେଇ ଦେଇଥିଲୁ, କିନ୍ତୁ ପ୍ରଭୁ ଆପଣ ଆମ ପାଇଁ ଗୋଟେ ଶୀତଳ ସୁନ୍ଦର ସନ୍ଧ୍ୟା ରଖିଥିଲେ। ଧନ୍ୟବାଦ ଦଉଛି ପ୍ରଭୁ। ଏହା ଆମ ଦୃଷ୍ଟିରେ ଆଶ୍ଚର୍ଯ୍ୟ ଅଟେ ପ୍ରଭୁ, ଆମର ବୋଧର ଅଗମ୍ୟ ଅଟେ ପ୍ରଭୁ। ଆପଣ ଏହା କରିଛନ୍ତି। ଆଜି ସ୍ପଷ୍ଟ ଭାବରେ ଆପଣ ଆମ ସହିତ କଥା ହେଇଛନ୍ତି। ଧନ୍ୟବାଦ ଦଉଛି, ଧନ୍ୟବାଦ ଦଉଛି, ଧନ୍ୟବାଦ ଦଉଛି ପ୍ରଭୁ। ଆଜି ଯୋଉମାନେ ଆପଣା ପାପକୁ ଛାଡିବା ପାଇଁ, ମନ୍ଦତାରୁ ଫେରିବା ପାଇଁ, ଅବାଟରୁ ଫେରିବା ପାଇଁ, ଦୁଷ୍ଟତାରୁ ଫେରିବା ପାଇଁ ସଂକଳ୍ପ ନେଉଛନ୍ତି, ପିତା ଆପଣ ଦୟା କରନ୍ତୁ। ଗୋଟେ ନୂଆ ଆରମ୍ଭ କରିବା ପାଇଁ ସାହାଯ୍ୟ କରନ୍ତୁ। ନୂଆ ଅଧ୍ୟାୟ ଆରମ୍ଭ ପ୍ରଭୁ, ଜୀବନରେ ଗୋଟେ ନୂଆ ଅଧ୍ୟାୟ, ନୂଆ ଅଧ୍ୟାୟ, ନୂଆ ଅଧ୍ୟାୟ ପ୍ରଭୁ ଦୟା କର, ଛୁଇଁ ଦିଅ ରାଜା। ଏମାନଙ୍କ ଜୀବନରେ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ କର। ଓ ପ୍ରଭୁ ଦୟା କର, ଦୟା କର, ଦୟା କର, ଦୟା କର ପ୍ରଭୁ। ଆଜିର ସନ୍ଧ୍ୟା ଆମ ସମସ୍ତଙ୍କ ପାଇଁ ଗୋଟେ ଯୁଗାନ୍ତକାରୀ ପରିବର୍ତ୍ତନର ସନ୍ଧ୍ୟା ହଉ ପ୍ରଭୁ। ଆଜି ଏଇଠୁ ପ୍ରଭୁ ଆମେ ପରିବର୍ତ୍ତିତ ହେଇ ଯିବା ପାଇଁ ଚାହୁଁଛୁ ରାଜା, ଦୟାକରି ସାହାଯ୍ୟ କର ପ୍ରଭୁ। ଓ ରାଜା ହାଲେଲୁୟା, ଆପଣ ଦୟା କରନ୍ତୁ ପ୍ରଭୁ। ଓ କରୁଣାମୟ ପରମେଶ୍ୱର, ଆପଣ ହସ୍ତ ଆମ ଉପରେ ଆପଣ ରଖନ୍ତୁ ପ୍ରଭୁ। ଗୋଟେ ନୂଆ ଆରମ୍ଭ କରିବା ପାଇଁ ସାହାଯ୍ୟ କରନ୍ତୁ ପ୍ରଭୁ। କଣ ମାଗିବି ପ୍ରଭୁ, ଆପଣ ତ ସବୁ ଜାଣିଛନ୍ତି। ଯେ ରୋଗରେ ଆସିଛନ୍ତି, ଆଜିର ସନ୍ଧ୍ୟା ସୁସ୍ଥତାର ସନ୍ଧ୍ୟା ହଉ, ସୁସ୍ଥତାର ସନ୍ଧ୍ୟା ହଉ। ଯେଉଁମାନେ ଋଣରେ ଆସିଛନ୍ତି, ଋଣ ମୁକ୍ତ ହୁଅନ୍ତୁ ପ୍ରଭୁ। ଯଦି ମାନସିକ ରୋଗ ଅଛି ତା ଦୂର ହଉ ପ୍ରଭୁ। ଭଉଣୀ ମାନଙ୍କର ଅନେକ କଷ୍ଟ ଅଛି ଶରୀରରେ ପ୍ରଭୁ, ଟ୍ରିଟମେଣ୍ଟ କରିପାରୁନାହାନ୍ତି, କାହାକୁ କହିପାରୁନାହାନ୍ତି ପ୍ରଭୁ। ଆପଣ ସୁସ୍ଥ କରିଦିଅନ୍ତୁ, ଆଗାମୀ ସମୟରେ ସୁସ୍ଥତା ପାଆନ୍ତୁ। ଅନେକଙ୍କର ପ୍ରଭୁ ଗର୍ଭାଶୟ ଶୂନ୍ୟ ଅଛି ପ୍ରଭୁ। ପ୍ରଭୁ ଏବେ ପର୍ଯ୍ୟନ୍ତ ପୁଅ ଝିଅ ହେଇପାରୁନାହିଁ ପ୍ରଭୁ। ଆସନ୍ତା ସଭାରେ ଛୁଆଟିଏ ଧରିକି ଆସନ୍ତୁ ପ୍ରଭୁ ସେମାନେ, ଆଉ ସାକ୍ଷ୍ୟ ଦିଅନ୍ତୁ ପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି। ଅନେକ ପୁଅ ଝିଅର ଚାକିରି ହେଇନାହିଁ ପ୍ରଭୁ, ମୁଁ ପ୍ରାର୍ଥନା କରୁଛି ଆଗାମୀ ମିଟିଂରେ ଆସିଲା ବେଳକୁ ଉତ୍ତମ ଚାକିରି ସହିତ ଆସନ୍ତୁ ପ୍ରଭୁ। ଦୟା କର ପ୍ରଭୁ। ସେମାନଙ୍କ ବିଲ ବାଡିକୁ ଆଶୀର୍ବାଦ କରୁଛି ପ୍ରଭୁ, ଅନୁଗ୍ରହ କର। ପଶୁପଲକୁ ଆଶୀର୍ବାଦ କରୁଛି ପ୍ରଭୁ। ଆମର ପୁଅ ଝିଅକୁ ଏତେ ପବିତ୍ର କର ପ୍ରଭୁ ଯେ ଶୈତାନ ବି ସେମାନଙ୍କୁ ଡରବ, ଶୈତାନ ବି ଡରବ ପ୍ରଭୁ। ଏମିତି ପବିତ୍ର କର ପ୍ରଭୁ। ଆଜି ପ୍ରଭୁ ଅନେକ ଆପଣ ମନ୍ଦ ଅଭ୍ୟାସ, ମନ୍ଦ ଜୀବନକୁ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯୀଶୁଙ୍କ ନାମରେ ଆପଣ ଦୟା କରନ୍ତୁ। ଅନେକ ମା ମାନେ ପ୍ରଭୁ ଅନେକ ରୋଗରେ କଷ୍ଟ ପାଉଛନ୍ତି, ଟ୍ରିଟମେଣ୍ଟ ନେଲେ ବି ହଉନାହିଁ ପ୍ରଭୁ, ଓ ଡକ୍ଟର ପାଖକୁ ଯାଇ ପାରୁନାହାନ୍ତି। ପ୍ରାର୍ଥନା କରୁଛି ପ୍ରଭୁ ଆଜି ରାତିରେ ଆପଣ ସେମାନଙ୍କୁ ଛୁଇଁ ଦିଅନ୍ତୁ, ସୁସ୍ଥତା କରନ୍ତୁ ପ୍ରଭୁ। ଦୟା କରନ୍ତୁ। ଅନେକ ବ୍ୟବସାୟ ବାଣିଜ୍ୟରେ ପ୍ରଭୁ କଷ୍ଟ ଅଛି ପ୍ରଭୁ, ଅସୁବିଧା ଅଛି, ଋଣଗ୍ରସ୍ତ ହେଇଛନ୍ତି। ଯୀଶୁଙ୍କ ନାମରେ ସେମାନଙ୍କ ବ୍ୟବସାୟ ବାଣିଜ୍ୟ ପୁଣି ଥରେ ଠିକରେ ଚାଲୁ ପ୍ରଭୁ। ଅନେକ ଘର ବାନ୍ଧୁଛନ୍ତି ପ୍ରଭୁ, ଘର କାମ ବି ଏବେ ଯାଏ ସରି ନାହିଁ ପ୍ରଭୁ। ଅନେକଙ୍କର ଗୁଡେ ଲୋନ ଅଛି ପ୍ରଭୁ, ତାହା ମଧ୍ୟ ଫେରସ୍ତ କରିବା ପାଇଁ ଶକ୍ତି ଦିଅ। ଏମାନଙ୍କ ପରିବାରକୁ ଆଶୀର୍ବାଦ କର। ଆପଣଙ୍କ ଦାସ ଭାବରେ ମୁଁ ପ୍ରାର୍ଥନା କରୁଛି ପ୍ରଭୁ, କେହି ଜଣେ ମଧ୍ୟ ଆଶୀର୍ବାଦ ଶୂନ୍ୟ ହେଇ ଯାଆନ୍ତୁ ନାହିଁ। ଏ ଗ୍ରାମରେ ମିଟିଂ ହେଇଛି ପ୍ରଭୁ, ଆସନ୍ତା ବର୍ଷ ଏମାନଙ୍କ ଫସଲ 2 ଗୁଣ ହଉ, ଏମାନଙ୍କ ସମ୍ପତ୍ତି 2 ଗୁଣ ହଉ, ଅଭିଷେକ 2 ଗୁଣ ହଉ, ଏମାନେ ସମ୍ମାନିତ ମଧ୍ୟ 2 ଗୁଣ ହୁଅନ୍ତୁ ପ୍ରଭୁ। ଆପଣଙ୍କ ସେବା ପାଇଁ ଯାହା ବି ଦେଇଛନ୍ତି, ଯାହା ବି ପରିଶ୍ରମ କରିଛନ୍ତି, ତା 100 ଗୁଣ ଏମାନେ ପାଆନ୍ତୁ ପ୍ରଭୁ। ଆଶୀର୍ବାଦ ଆପଣ କରନ୍ତୁ। ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ। ଯୀଶୁଙ୍କ ପ୍ରିୟ ନାମରେ ମାଗିଲି ରାଜା, ଆମେନ୍ ଆମେନ୍। ଦୟାକରି ବସନ୍ତୁ ସମସ୍ତେ।